गुड मॉर्निंग नमस्कार समस्तଙ୍କୁ ସ୍ୱାଗତମ୍। ଆଶା କରୁଛି ସମସ୍ତେ ମୋତେ ଦେଖି ପାରୁଛନ୍ତି, ଶୁଣି ପାରୁଛନ୍ତି। ଚାଲନ୍ତୁ ସମସ୍ତେ ନିଜ ନିଜର ଭିଡ଼ିଓ ଅନ୍ କରି ନିଅନ୍ତୁ। ୟେସ୍, ବହୁତ ବଢ଼ିଆ। ସୁନ୍ଦର ସୁନ୍ଦର ସୁନ୍ଦର। ସମସ୍ତେ ନିଜ ନିଜର ଭିଡ଼ିଓ ଅନ୍ କରି ନିଅନ୍ତୁ। ଚାଲନ୍ତୁ ସମସ୍ତେ ୱାଟର ଚାର୍ଜ କରିବା ଏବଂ ପ୍ରେୟାର କରି ନେବା। ଆଜି ମୁଁ କରେଇବି ୱାଟର ଚାର୍ଜ। ଆର୍ ୟୁ ରେଡି? ହାତକୁ ଏମିତି କରିଦିଅନ୍ତୁ ସମସ୍ତେ ହାତକୁ। ୟେସ୍, ବହୁତ ବଢିଆ। हाथ मुद्रा, बहुत बढ़िया। 1 2 3 4 5 6 7। यस। जलपूर्ण ग्लास को नहीं जानते, धरंतु एकदम आराम रे। जल को देखी समस्ते हसंतु, स्माइल करंतु। फील करंतु जल मध्य आमको देखी हसुचंती। वाओ। 3 थर कहतु, ମୋ ହାତରେ ଅମୃତ ଅଛି, ମୋ ହାତରେ ଅମୃତ ଅଛି, ମୋ ହାତରେ ଅମୃତ ଅଛି। ଅନ୍ତର ସହିତ ଫିଲ୍ କରନ୍ତୁ ଆପଣ ଅମୃତ ଧରିଛନ୍ତି। ହେ ଅମୃତ, ମୁଁ ତମକୁ ବହୁତ ଭଲ ପାଏ। ହେ ଅମୃତ, ମୁଁ ତମକୁ ବହୁତ ଭଲ ପାଏ। ହେ ଅମୃତ, ମୁଁ ତମକୁ ବହୁତ ଭଲ ପାଏ। ଆଇ ଲଭ୍ ୟୁ, ଆଇ ଲଭ୍ ୟୁ, ଆଇ ଲଭ୍ ୟୁ। ଧନ୍ୟବାଦ, ଧନ୍ୟବାଦ, ଧନ୍ୟବାଦ। ବାସ୍, ରଖିଦିଅନ୍ତୁ ସମ୍ମୁଖରେ। ନମସ୍କାର ମୁଦ୍ରାରେ ସମସ୍ତେ ପଳେଇ ଆସନ୍ତୁ। 2 ହାତକୁ ନମସ୍କାର ମୁଦ୍ରାରେ। କ୍ଲୋଜ୍ ୟର ଆଇଜ୍, ସ୍ମାଇଲିଂ ଫେସ୍, ପରମପିତା ପରମେଶ୍ୱରଙ୍କୁ ସ୍ମରଣ କରନ୍ତୁ। ଯେଉଁ ବି ଶକ୍ତିଙ୍କୁ ଆପଣ ବିଶ୍ୱାସ କରନ୍ତି ତାଙ୍କୁ ସ୍ମରଣ କରନ୍ତୁ। ମାତା ପିତାଙ୍କୁ ସ୍ମରଣ କରନ୍ତୁ। ଶିକ୍ଷା ଗୁରୁ, ଦୀକ୍ଷା ଗୁରୁ, ମାର୍ଗଦର୍ଶକ, ଶୁଭଚିନ୍ତକ, ପିତୃପୁରୁଷ ଗଣ, ମହାପୁରୁଷ ଗଣ, ଋଷିମଣ୍ଡଳୀ ସମସ୍ତଙ୍କୁ ସ୍ମରଣ କରନ୍ତୁ। ପ୍ରାର୍ଥନା କରନ୍ତୁ। ଜଳ, ଅଗ୍ନି, ବାୟୁ, ପୃଥିବୀ ଏବଂ ଆକାଶକୁ ସ୍ମରଣ କରନ୍ତୁ। ପ୍ରାର୍ଥନା କରନ୍ତୁ। विश्व ब्रह्मांडर समस्त सकारात्मक शक्ति तथा विश्व ब्रह्मांडर समस्त पवित्र आत्मागण को स्मरण करंतो। प्रार्थना करंतो। समस्ते मुंड नोई समर्पण कर दियंतो। हाथ को घसी दियंतो। आखिरी स्पर्श कर दियंतो। 2 बाहु मिले दियंतो। यूनिवर्स को ग्रेटिट्यूड प्रदान करंतो। धन्यवाद, धन्यवाद, धन्यवाद। थैंक यू सो मच। बहुत बढ़िया। समस्त पवित्र आत्मा मन को नमस्कार, सुस्वागतम। ସମସ୍ତେ ନିଜ ନିଜର ଗ୍ରାଟିଚ୍ୟୁଡ୍ ଲେଖି ଦେଇଛନ୍ତି। ଅନେଷ୍ଟଲି ଅନେଷ୍ଟଲି କୁହନ୍ତୁ ସମସ୍ତେ। ଭେରି ଗୁଡ୍। ସରୋଜ ସାର୍ ଲେଖି ନାହାନ୍ତି ବୋଧେ। ଗ୍ରାଟିଚ୍ୟୁଡ୍ ସବୁଦିନ ଲେଖିବେ, କମ୍ପଲସରି ଅଭ୍ୟାସ କରିଦିଅନ୍ତୁ। ଆଜି 27 ତାରିଖ, ଏଇଟା ମୋର ଗ୍ରାଟିଚ୍ୟୁଡ୍ ଲିଷ୍ଟ। 27 ତାରିଖ ଦେଖନ୍ତୁ, ଡେଟ୍ ଅଛି ନା, ଏଇଟା ମୋର। ଓକେ, ସବୁଦିନ ପ୍ରତିଦିନ ଲେଖୁଛି, ପ୍ରତିଦିନ ଅଛି। ଏଇଟା ଗୋଟେ ଅଭ୍ୟାସ କରିଦିଅନ୍ତୁ ଜୀବନରେ। ଯେତିକି ବି ଆକ୍ଟିଭିଟିଜ୍ ଆମେ କରୁଛନ୍ତି, ଏଇ ଗ୍ରାଟିଚ୍ୟୁଡ୍ ଲେଖିବା ଆକ୍ଟିଭିଟିଜ୍ଟି ଆପଣଙ୍କୁ ଅଧିକରୁ ଅଧିକ ମୂଲ୍ୟ ଦେବ। ତାର ମୂଲ୍ୟ ଅମୂଲ୍ୟ ଅଟେ, ଅନମୋଲ। ୟେସ୍। ଆଜି ଆଲୋଚନାରେ କୋଚ୍ ଏସ୍ କେ ମିଶ୍ର ଆପଣମାନଙ୍କ ଠାରୁ ଶୁଣିବା ପାଇଁ ଚାହୁଁଛି। ଏଇ ଘଣ୍ଟା ଆପଣମାନେ ସମସ୍ତେ 1 ଘଣ୍ଟା, କି 5 ମିନିଟ୍, କି 10 ମିନିଟ୍, କି 15 ମିନିଟ୍ କରିକି 1 ଘଣ୍ଟା ସାରିବେ। ଯାହା ଆଜି ପର୍ଯ୍ୟନ୍ତ ଶିଖିଛନ୍ତି ଆପଣ, ସେ ପୁସ୍ତକରୁ ହଉ,
ସେ ଆଧ୍ୟାତ୍ମିକ କ୍ଲାସ୍ରୁ ହଉ, ସେ ୱେବିନାରରୁ ହଉ, ସେ ୱାର୍କସପ୍ରୁ ହଉ, ସେ ମନି ସାଇକୋଲୋଜି କ୍ଲାସ୍ରୁ ହଉ, ସେ ଚକ୍ର ହିଲିଂ କ୍ଲାସ୍ରୁ ହଉ, ସେ ବ୍ଲୁ ପ୍ରିଣ୍ଟ କ୍ଲାସ୍ରୁ ହଉ, ବାସ୍ ଆମର ଡିସ୍କସନ୍ରୁ ହଉ, ଯେକୌଣସି ଟପିକ୍ ଆପଣ ନେଇପାରିବେ ଏବଂ ଆଲୋଚନାର ଏକ ଅଂଶ କରିପାରିବେ। ତ ପ୍ରଥମେ କିଏ ଆସିବେ? ଓପନିଂ ବ୍ୟାଟ୍ସମ୍ୟାନ୍ ରେଜ୍ ୟୁର ହ୍ୟାଣ୍ଡ। ରେଜ୍ ୟୁର ହ୍ୟାଣ୍ଡ। କମ୍ କମ୍ ସମୟ ଦେବେ, କମ୍ କମ୍ ସମୟ, କାହିଁକି ଅନ୍ୟମାନଙ୍କୁ ମଧ୍ୟ ଚାନ୍ସ ଦେବା। ଟୋଟାଲ 1 ଘଣ୍ଟା ନେଇଗଲେ ଜଣା ହବନି। ପ୍ରଥମେ ଆମେ ଡାକିବା ଆମର ଅ, ପିତାମହ ଭୀଷ୍ମ, ପିତାମ୍ବର ସାହୁ ସାର୍। ସମସ୍ତେ ତାଳି ମାରିକି ତାଙ୍କୁ ସ୍ୱାଗତ କରିବା। ୟେସ୍, ସମସ୍ତେ ସ୍ୱାଗତ କରିବା। ଗୁରୁଜୀ ୟେସ୍, ପ୍ରଣାମ। ପ୍ରଣାମ। ଗଡ୍ ବ୍ଲେସ୍ ୟୁ। ଭଗବାନ ଆପଣଙ୍କୁ ମଙ୍ଗଳ କରନ୍ତୁ, ବହୁତ କିଛି ଖୁସି ପ୍ରଦାନ କରନ୍ତୁ। ସକାଳୁ ହ୍ୱାଟ୍ସଆପ୍ରେ ଆପଣଙ୍କର ପ୍ରଣାମ ବ୍ରାହ୍ମ ମୁହୂର୍ତ୍ତରୁ ପାଇ ସାରିଲେଣି ଏବଂ ରିପ୍ଲାଏ ମଧ୍ୟ କରିଛି ମୁଁ। ଧନ୍ୟବାଦ ସାର୍। ଆଜି ସାର୍ ସମସ୍ତଙ୍କୁ ଆମର ଉପସ୍ଥିତ ସଦସ୍ୟମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଆଜି ହଉଛି ରବିବାର, ଆମର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ। ସମସ୍ତେ ଖୁସିରେ ଅଛନ୍ତି, ମାହୋଲ ବି ଭଲ ଅଛି। ଯାହା ହଉ, ଆମେ ସାର୍ ଯୋଉ କରୁଛୁ ବର୍ତ୍ତମାନ ଆଇଡେଣ୍ଟିଫିକେସନ, ଇଣ୍ଟେନସନ ଆଇଡେଣ୍ଟିଫିକେସନ, ଭିଜୁଆଲାଇଜେସନ, ଫିଲିଂସ ଏଣ୍ଡ ଆଫର୍ମେସନ ଫିଲିଂସ, ଏଇ ଯୋଉ 5ଟି ପର୍ଯ୍ୟାୟରେ ଯାହା ଯାହା ଆପଣ କହୁଛନ୍ତି କରିବା ପାଇଁ, କାଲି ବି ହ୍ୱାଟ୍ସଆପରେ କହିଦେଇ ସେୟା କହୁଥିଲେ, କିନ୍ତୁ ସମ୍ପୂର୍ଣ୍ଣ ଭାବରେ ଯୋଉ କରାଯାଉଛି ଭିଜୁଆଲାଇଜେସନ ଆଣ୍ଡ ଆଫର୍ମେସନ, ଏ ଦୁଇଟି ଉପରେ ଆଉ ଟିକେ ଗୁରୁତ୍ୱର ସହିତ କୁହନ୍ତୁ। ଆମେ ତ ଯାହା ବୁଝିଛୁ ଆପଣଠୁ ବୁଝିଛୁ, ବର୍ତ୍ତମାନ ଆଉ ଟିକେ ଚାହୁଁଛି ଯେ ଆପଣ ଆଉ ଟିକେ ବିଶଦ ଭାବରେ ଦିଟାରେ କୁହନ୍ତୁ, ଭିଜୁଆଲାଇଜେସନ ଆଣ୍ଡ ଆଫର୍ମେସନ। ଓକେ, ବହୁତ ବଢ଼ିଆ। ଆଜି କିନ୍ତୁ କଣ୍ଡିସନ ଥିଲା ଅଲଗା। ଆଜି କଣ୍ଡିସନ ଅଛି କି ମୁଁ ଆଜି କିଛି କହିବି ନାହିଁ, ମୁଁ ଶୁଣିବି। ତେଣୁ ଆପଣ ପ୍ରଶ୍ନ ପଚାରିଛନ୍ତି, ଆପଣଙ୍କୁ ବହୁତ ଧନ୍ୟବାଦ। ଏହି ପ୍ରଶ୍ନର ଉତ୍ତର ଆମର କୌଣସି ନା କୌଣସି ଛାତ୍ର କିମ୍ବା ଛାତ୍ରୀ ଦେବେ, ଶିଷ୍ୟ କିମ୍ବା ଶିଷ୍ୟା ଦେବେ, ବା ଆମର ବନ୍ଧୁ ବାନ୍ଧବୀ ଯାହା ବି ଭାବିପାରନ୍ତି। ଆମ ମାଧ୍ୟମ ଗୁରୁକୁଳ ପ୍ଲାଟଫର୍ମର ସଭ୍ୟ ସଭ୍ୟା ଅନମୋଲ ଆତ୍ମାମାନେ ଅଛନ୍ତି। କିଏ ଦେବେ ଏହାର ଉତ୍ତର? ଦୟାପୂର୍ବକ ଉତ୍ତର ଦେବାରେ କୁଣ୍ଠାବୋଧ କରିକି ମୋତେ ଲଜ୍ଜିତ କରନ୍ତୁ ନାହିଁ। ତେଣୁ ଯେକୌଣସି ବ୍ୟକ୍ତି ବି ଅନାୟାସରେ ହ୍ୟାଣ୍ଡ ରେଜ୍ କରନ୍ତୁ। କିଏ ଦେବେ? ଯିଏ ହ୍ୟାଣ୍ଡ ରେଜ୍ କରିବେ ମୁଁ ତାଙ୍କୁ ଅନମ୍ୟୁଟ୍ କରିବି। ଡରନ୍ତୁ ନାହିଁ ବିଲକୁଲ, ମୁଁ ଅଛି ସାମ୍ନାରେ। ତେଣୁ ଯାହାକୁ ଡରୁଛନ୍ତି ତାହାକୁ ସାମ୍ନା କରନ୍ତୁ, ତାହା ହିଁ ଆପଣଙ୍କୁ ଆଗକୁ ନେଇଯିବ। କିଏ ଦେବେ ଆନ୍ସର? ରେଜ୍ ୟୋର ହ୍ୟାଣ୍ଡ। ହାତ ଟେକନ୍ତୁ ପ୍ଲିଜ ପ୍ଲିଜ, ହାତ ଟେକନ୍ତୁ। यस सरोज सर, वेरी गुड। सरोज कुमार साहू सर जोरदार क्लैपिंग दियंतो कि साहस संचय करिसंते उत्तर दवा पाई। इंटेंशन आइडेंटिफिकेशन विजुअलाइजेशन अफर्मेशन एंड फीलिंग जो 5टी पॉइंट रे सार कहले कि आमे विजुअलाइजेशन एवं अफर्मेशन टाको अधिक करूचंती सकाळ क्लास मध्ये। बाकी जो Sure. पॉइंट गुड़ाक रहिले सेही पॉइंट पर टिके विक्षिप्त भावरे बुझांतु। वेरी गुड, Yes, sir. Thank you, sir. Hmm. वेलकम। Affirmation ଆଉ feeling ଆମେ କାଲି ଯୋଉ ଡିସ୍କସନ କଲେ affirmations, ଏଠି ସ୍ୱ କଥନ। ସ୍ୱ କଥନ ମିନ୍ସ ମୁଁ ତ ମୋ ନିଜେ ନିଜକୁ ମୋର କହିପାରୁନି ଯେ yes, I have visualized this, ମୋର intention is confirmed, determined, ମୁଁ ଏଇଟାରେ ଦୃଢ ସଂକଳ୍ପ ଯେ ମୁଁ ନିଶ୍ଚୟ ଏହା ହେବି। ମୁଁ ନିଜେ ନିଜକୁ କହିବାରେ ଯଦି ମୋର ରହିବ ଟିକେ ବି କମି, ତାହେଲେ ତମର କନଫିଡେନ୍ସ ଲେଭେଲ ଡେଭଲପ କରିବ ନାହିଁ। ତେଣୁ ଏଫର୍ମେସନ ଡଜ୍ ମିନ୍ ଆମକୁ ନିଜକୁ ସ୍ୱ କଥନ କହିଲେ ମୋ ନିଜେ ନିଜକୁ ତ ଆତ୍ମବିଶ୍ୱାସ ଦେବି। ୟେସ୍, ମୁଁ ଜଣେ ଭଲ କୋଚ୍ ହେବି। ୟେସ୍, ମୁଁ ଜଣେ କ୍ରୋରପତି ହେବି। ୟେସ୍, ମୁଁ ଜଣେ ଭଲ ଟ୍ରେନର ହେବି। ହ୍ୱାଟ ଏଭର ମେ ବି ମୋର ଗୋଲ ଯାହା ଅଛି, ଯାହା ଭିଜୁଆଲାଇଜ କରିଛି, ତା ଉପରେ ମୋର ନିଜସ୍ୱ ଯୋଉ ଭାବନାଟିକୁ ମୁଁ ସେଟାକୁ ଫାର୍ଷ୍ଟ ଡିଟରମାଇଣ୍ଡ କରିବି। ନେକ୍ସଟ ଆସିଲା ଆପଣଙ୍କର ଫିଲିଂ। ଫିଲିଂ ଆମ ମନରେ ଯେତେବେଳେ କନଫିଡେନ୍ସ ଲେଭେଲ ଡେଭଲପ କରିନାହିଁ 100%, ମୁଁ ଏଣ୍ଡ ରେଜଲ୍ଟକୁ ନେଇ ପାରୁନାହିଁ। ମୋ ପାଖରେ 1,00,00,000 ଅଛି, ସକାଳେ 1,00,00,000 ସ୍ୱପ୍ନ ଦେଖିଛି। ମୋ ପାଖରେ ଯେ ବ୍ୟାଗଟା ଅଛି, ୟା ଭିତରେ 1,00,00,000 ସ୍ୱପ୍ନ ମଧ୍ୟ ଦେଖିବାକୁ ଅଛି।
एंड यस एटा मो पाखरे कोटे टंका वर्तमान अछि एई फीलिंग तो नै कि ना तो मु आपन से कथाबार्ता करबी एइटाकू नै एई जो कथा एइटा मो भितरे ଯେତେ ପର୍ଯ୍ୟନ୍ତ ଗୋଟେ କଣ ସେଟଅପ୍ ନ ହେଇଛି ଗୋଟେ ସେଟଅପ୍ ନ ହେଇଛି ସେତେ ପର୍ଯ୍ୟନ୍ତ ମୁଁ ଆଗକୁ ଯାଇପାରିବି ନାହିଁ ଦ୍ୟାଟ ଇଜ ଏଣ୍ଡ ରେଜଲ୍ଟ ୟେସ୍ ଆଇ ହ୍ୟାଭ୍ ୱିଥ ମାଇ ଯାହା ମୁଁ 10 ବର୍ଷ ମୁଁ 2030 ସୁଦ୍ଧା ଯାହା ଭାବିଛି ମୁଁ ସେ ଭାବନାଟିକୁ ବର୍ତ୍ତମାନ ମୁଁ ଆରମ୍ଭ କରିଦେଲି ତା ପାଇଁ ହଟ୍ ଯେ ୟେସ୍ ଆଇ ଏମ୍ 1 crorepati ଏଇଟା ମୁଁ ଯାହା ସାରା ବୁଝେ साउंड आସୁନାହିଁ ସାର୍ बहुत बढ़िया थैंक यू सो मच आसिला ସାର୍ यस ସାର୍ ବର୍ତ୍ତମାନ ଆଲୋଚନାକୁ କିଏ ନେବେ ତାଳି ଦିଅନ୍ତୁ ଟିକେ ସରୋଜ ସାରଙ୍କ ପାଇଁ ବହୁତ ବଢିଆ ଆଲୋଚନା କରିଛନ୍ତି ପଏଣ୍ଟକୁ ଯଦିଚ ପୀତାମ୍ବର ସାର୍ ସବୁ ପଏଣ୍ଟକୁ କଭର କରିବା ପାଇଁ ଚାହୁଁଥିଲେ ହେଇପାରିନି ତଥାପି ବହୁତ ସୁନ୍ଦର ଭାବରେ ସେ ତାଙ୍କର ମନ୍ତବ୍ୟ ରଖିଛନ୍ତି ବହୁତ ବହୁତ ବଧେଇ ସାର୍ ଥ୍ୟାଙ୍କ ୟୁ ସୋ ମଚ୍ ଗଡ୍ ବ୍ଲେସ୍ ୟୁ ସାର୍ ୟେସ୍ ଧ୍ରୁବଚରଣ ସାର୍ ଅନମ୍ୟୁଟ୍ କରନ୍ତୁ ଆପଣ କୌଣସି ଟପିକ୍ ଉପରେ ଆଲୋଚନା କରନ୍ତୁ ଆମେ ଆପଣଙ୍କୁ हाँ ଶୁଣିପାରିବା हाँ सर प्रणाम सर समस्त ପ୍ରଣାମ को मोर सकाळ भल क्लास मोर अभिनंदन जनाऊँगी आम जो पीताम्बर सार पचारा आम जो इंटेंशन आइडेंटिफिकेशन विजुअलाइजेशन अफर्मेशन फीलिंग्स यही जो चारोटी जिनस सर यहाँ हूँ कॉन्शियस माइंड सबकॉन्शियस माइंड सर यही माध्यम कथा हुई कॉन्शियस माइंड सबकॉन्शियस माइंड सहित ये जोगाजोग यही चारिटी पर्यायर रखे ये जो आम जो सकाल क्लास चलती विजुअलाइजेशन अफर्मेशन विजुअलाइजेशन अफर्मेशन तो सब ऑलवेज पॉजिटिव नेगेटिव नुहे विजुअलाइजेशन कहले हम कौन ना विजुअलाइजेशन गोटे जिनिस को आम नौचे भावुचे विथ इमोशनल एंड फीलिंग सहित नौचे एवं नहीं आम चलचित्र पर से जिनस आम मानस पटे देखुचे देखिक खुशी अनुभव करछे एवं शेष मुहूर्त आम जो जिनसटा पाउचे पाई जाऊे से हम पाइचे भाविबा एवं से जो खुशी मुहूर्तटा अनुभव करके फिलिंग्स नवा दैट इज विजुअलाइजेशन तेणु यही जो चारि पर्यायर से कथा हूँ सबकनसियस माइंड कनसियस माइंड सबकनसियस माइंड रे इंटेंशन हूँ तार उद्देश्य उद्देश्य कौन यही उद्देश्य में कौटी सर आइडेंटिफिकेशन आम से जो उद्देश्य कहते रोल मॉडल टाक नौचे आइडेंटिफिकेशन विजुअलाइजेशन हूँ आम जो विजुअलाइजेशन कौचे ना अल्फा स्टेज रे 7 ରୁ 14 जोटा रोचे विजुअलाइजेशन जो आम केतबेले ना विजुअलाइजेशन जो रोचे 7 ରୁ 14 जे कि शोइबा और चेइबा यही मध्य जो भी अल्फा स्टेज रोचे सेटा सब विजुअलाइजेशन आम करुचे अफर्मेशन हूँ आम जो दृढ़ प्रतिज्ञ सार जहाँ कहले आम निजक अफर्मेशन दबा मुझे पारि एटा निश्चित आई कैन डू एटा हूँ विजुअलाइजेशन आ फिलिंग्स आम तो जो नौचे फिलिंग्स नौचे इमोशन सहित विजुअलाइजेशन कर फिलिंग्स सर दैट इज द पॉइंट ओके जोरदार ताली दियंतो सारଙ୍କ ପାଇଁ बहुत बढ़िया ताली समस्ते दियंतो बर्तमान अन्य टॉपिक मध्य आपण माने आरंभ करि परिबे दुई जन वक्ता हमर जाइचंती सुंदर भाबरे जे आलोचना रे निचंती पीताम्बर सारଙ୍କ प्रश्न को नेकी वर्तमान की आसीबे जे कोनसी आलोचना की आसीबे रेज योर हैंड नहले मु कंपलसरी समस्त को अनम्यूट करबा स्टार्ट करबी आपण माने निजे हैंड रेज करंतु जे कोनसी विषय रे कहबा पई यस यस डरंतु नहीं राजेश साहू सर आसवे जोरदार ताली दिंतु जोरदार ताली दिंतु राजेश साहू सर वीडियो ऑन करने को पड़ो सर 2-5 मिनट जिते समय कहे यस 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 वेलकम 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 सर बहुत बढ़िया सर थैंक यू नमस्कार। गॉड ब्लेस यू नमस्कार सर ସମସ୍ତଙ୍କୁ ନମସ୍କାର। ରାଜେଶ କୁମାର ସାହୁ ମୁଁ ଷ୍ଟାର ହେଲ୍ଥର ସିନିୟର ସେଲ୍ସ ମ୍ୟାନେଜର ଅଛି ପ୍ଲସ୍ ପାର୍ଟ ଟାଇମ୍ ମୋଦିକାର କମ୍ପାନୀରେ କାମ କରୁଛି ଆଉ ସାରଙ୍କ ସହିତ ପାଖାପାଖି 2 ଇୟର୍ସ 2 ଇୟର୍ସ ପାଖାପାଖି ସାରଙ୍କ ସହିତ ବେଟର ରିଲେସନସିପ୍ ଅଛି। ମୁଁ ସାରଙ୍କୁ
फेसबुक ରୁ पाइथिली ଆଉ ସାରଙ୍କର ଟ୍ରେନିଂ ଆଉ ମିଟିଂ ଆଟେଣ୍ଡ କଲା ପରେ ମୁଁ ନିଜ ଗ୍ରୁପ ରେ ବି ମୁଁ ସାରଙ୍କୁ ଡାକିଥିଲି ଫାର୍ଷ୍ଟ ଟାଇମ ଭୁବନେଶ୍ୱର। ଆଉ ସାରଙ୍କ ପାଇଁ ବି ଗୋଟେ ଗୁଡ ଅପରଚ୍ୟୁନିଟି ଯୋଉଟା କି ପ୍ରଥମ ଥର ସେ ମୋ ଟିମରେ ସେ ମିଟିଂ କରିଥିଲେ। ଆଉ ସାରଙ୍କର ମିଟିଂ ତ ନିଶ୍ଚିନ୍ତ ଭାବରେ ମତେ ବହୁତ ଭଲ ଲାଗିଛି। ମୁଁ ସେଥିପାଇଁ ମର୍ଣ୍ଣିଂ କ୍ଲାସ ରେଗୁଲାର ଆଟେଣ୍ଡ କରୁଛି। ତା ସହିତ ମୁଁ ବ୍ଲୁ ପ୍ରିଣ୍ଟ କ୍ଲାସ ବି କରିଛି ସାରଙ୍କ ଗାଇଡ ଲାଇନ ରେ। ସେଠି ଗୋଟେ ବହୁତ ବଡ ଜିନିଷ ଶିଖିଲି ବ୍ଲୁ ପ୍ରିଣ୍ଟ କ୍ଲାସ ରେ। ଗୋଟେ ବହୁତ ସୁନ୍ଦର ଫର୍ମୁଲା ଶିଖିଲି ଯୋଉଟା କି E+R=O। ମାନେ ଆପଣଙ୍କର ଯେକୌଣସି ଆମେ କର୍ମ କରିବା ସେଇଟା ହେଲା ଆମ ପାଇଁ ଗୋଟେ ଇଭେଣ୍ଟ। ଆର ହେଲା ରେସ୍ପନ୍ସ, ଆପଣ କେମିତି ତାକୁ ରେସ୍ପନ୍ସ କରୁଛନ୍ତି। ଦେନ୍ ଆଉଟପୁଟ ହେଲା ଯେଉଁ ଯାଏ ଆପଣ ରେସ୍ପନ୍ସ ନେବେ ଆଉଟପୁଟ ସେ ଅନୁଯାୟୀ ରେଜଲ୍ଟ ଆସିବ। ଆଉ ମୁଁ ଏଇ ଟ୍ରେନିଂ ଟା ଯେତେବେଳେ ମୁଁ ଶିଖିଥିଲି ଏଇ ଟ୍ରେନିଂ ଟା ମୁଁ ନିଜ ଲାଇଫରେ ମୁଁ ଇମ୍ପ୍ଲିମେଣ୍ଟ କଲି। କାହିଁକି ନା ସାର୍ ବି ଜାଣିଛନ୍ତି ମୋର ଗୋଟେ ଇନସିଡେଣ୍ଟ ଘଟିଥିଲା। ମୁଁ ଯାଇଥିଲି ଆକ୍ଚୁଆଲି ମୁଁ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଭକ୍ତ। ମୁଁ ଯାଇଥିଲି ଦେଓଘର। ଦେଓଘରରେ ଯୋଉଟା କି ଆମେ ଯେତେବେଳେ ଫେରିଛୁ କାଲକାଟା ସେଇ ଜାଗାରେ ମୁଁ ବାଥରୁମ ରେ ଅଛି, ମୋର ବ୍ୟାଗ ଟା ଚୋରି ହେଇଗଲା। ଯୋଉଟା କି ବ୍ୟାଗ ଭିତରେ ମୋର ଗୋଟେ ସ୍ପେକ୍ ଯୋଉଟା ତା ଦାମ ହଉଛି 30,000। ମୋର ଗୋଟେ ରିଙ୍ଗ ଟେ ଥିଲା ସୁନା ମୁଦିଟେ, ତା ଦାମ ମୋର ଦାମ 50,000 ଯଦି ଆଜିକା ଡେଟରେ ହବ 70,000 to 80,000 ହବ। ସେଟା କେମିତି ବାଇ ମିଷ୍ଟେକ୍ କେମିତି ରହିଯାଇଛି ସେଟା ମୁଁ ଆଉ ଭୁଲି ଯାଇଛି ମୋ ବ୍ୟାଗରେ ରଖିଛି ବୋଲି ଗୋଟେ ରିଙ୍ଗ ଟେ। ଦେନ୍ ମୋ ଡ୍ରେସ୍ ସବୁ ମୋର ଦେନ୍ 1 lakh above ମାନେ ମୋ ବ୍ୟାଗ ରେ ଥିଲା। ମାନେ ମୋ ପର୍ସ ବି ଥିଲା ଯୋଉଟା କି ତା ଭିତରେ ଏଟିଏମ କାର୍ଡ ସବୁ ତକ ଥିଲା ଆଣ୍ଡ କ୍ୟାଶ ବି ଥିଲା। ବଟ ଏଇଟା ଯେତେବେଳେ ଚାଲିଗଲା ମୁଁ ମୋ ମାଇଣ୍ଡରେ ପଶିଗଲା ଏଇ ଯୋଉ ଫର୍ମୁଲା E+R=O। ଏଇ ଯୋଉ ଘଟଣା ଟା ଘଟିଲା ମୁଁ ତାକୁ ଆଉ ନେଗେଟିଭ ନେଲିନି। ମୁଁ ତାକୁ ଯୋଉ ଇଭେଣ୍ଟ ଯୋଉ ଘଟଣା ଟା ଘଟିଲା ତାକୁ ତାପରେ ରେସପନ୍ସ କଣ କଲି ନା ଯାହା ହେଇଛି ବହୁତ ଭଲ ହେଇଛି। କାହିଁକି ନା ମୋ ଲାଇଫ ଟା ରହିଯାଇଛି। ଆଉ ଏଇଟା ମୋର ଗୋଟେ ଥିଲା ଭଗବାନ ଗୋଟେ ଛୋଟ ଆକାରରେ ଏଇ ଜିନିଷ ଟାକୁ ମୋର ନେଇଗଲେ। ଯଦି ମୋ ଲାଇଫ ଟା ଯଦି କିଛି ନଷ୍ଟ ହେଇଯାଇଥାନ୍ତା ହୁଏତ ମୁଁ ଆଉ ଇନକମ କରିପାରିନଥାନ୍ତି। ଆମ ଘରର ଗୋଟେ ଆସେଟ ଟା ଲସ୍ ହେଇଯାଇଥାନ୍ତା। ଆଉ ଏଇ ଯୋଉ ଆସେଟ ଯେହେତୁ ଲସ୍ ହେଇଗଲା ମୁଁ ଯୋଉ ଦିନ ଫେରିଲି କାଲକାଟାରୁ ସେମ ଡେ ମୋ ଡାଏରୀରେ ମୁଁ ସବୁତକ ଜିନିଷ ଲେଖିଲି। ମୋର ଯାହା ଯାହା ହଜିଥିଲା ମୋର ସ୍ପେକ ହଜିଥିଲା 30,000 ଲେଖିଲି। ମୁଁ ମୋର ଡ୍ରେସ ଆସିଥିଲା ମୁଁ ସେଇ ଜାଗାରେ ମୁଁ ଲେଖିଥିଲି ମୋର ଗୋଟେ ବ୍ଲେଜର ମୁଁ କିଣିବି ଗୋଟେ 10,000 ଗୋଟେ ବ୍ଲେଜର କିଣିବି। ଏମିତି ହେଇକି ମୋର ଯାହା ଯାହା ମିସିଂ ହେଇଥିଲା ମୁଁ ସବୁତକ ଆଉ ମୋର ଯୋଉ ବ୍ୟାଗ୍ ଟା ହଜିଥିଲା ସେଇ କ୍ୱାଲିଟିର ସେ ବ୍ୟାଗ୍ ଟା ଦାମ ହଉଛି 10,000 ପାଖାପାଖି ହବ ବ୍ୟାଗ୍ ଟା। ସାଙ୍ଗେ ସାଙ୍ଗେ ମୁଁ 10,000 ଗୋଟେ ବ୍ୟାଗ ଲେଖିଲି। ମୁଁ ଯାହା ଯାହା ମୋର ମିସିଂ ହେଇଥିଲା ଆଉ ସବୁତକ ଜିନିଷ ଲେଖିଲି। ଇଭେନ ମୋ ଡ୍ରେସ ଯାହା ବି ମିସିଂ ହେଇଥିଲା ଯୋଉଟା କି ବ୍ଲେଜର ସହିତ ମୋର ଡ୍ରେସ ସବୁ ମୁଁ ଯାହା ଯାହା ମୋର ହଜିଥିଲା ମୁଁ ସବୁତକ ଲେଖିଲି ମୋ ଡାଏରୀରେ। ତାପରେ ଗୋଟେ ସମୟ ଆସିଲା ମାସେ ମାକ୍ସିମମ୍ 2 month ଭିତରେ ମୋର ସବୁ ମୋର ସ୍ପେକ ହଉ ମୋର ଯୋଉ ବ୍ୟାଗ ହଉ ମୋର ଆଜି ସବୁତକ ଜିନିଷ ହେଇଯାଇଛି ଯୋଉଟା କି ଆଉ କିଛି ବାକି ନାହିଁ। ଆଉ ଯୋଉ ରିଙ୍ଗ ଯୋଉ ସୁନା ଟା ଯେହେତୁ ମୋର ହଜି ଯାଇଥିଲା ଆଉ ଯୋଉଟା କି ମୁଁ କଣ ମାଇଣ୍ଡରେ ଗୋଟେ ସେଟ କଲି ମୋର ଯୋଉ 60,000 ଟଙ୍କା ସୁନା ଯେହେତୁ ମୋର ହଜି ଯାଇଛି ମୋ ପାଖରେ ଏତେ ପଇସା ଥିବ ମୁଁ ତାଠୁ ଗୋଟେ ଭଲ ଅ ମାନେ ବହୁତ ଭଲ ମାନେ ବହୁତ ଯେମିତି ଚାହିଁବି ସେମିତି ସୁନା ଟା କିଣିପାରିବି। ଆଉ ଯୋଉଟା କି ମୁଁ ଗୋଟେ ବି ଷ୍ଟାର୍ଟ କରିଦେଇଥିଲି ମୋର ଗୋଟେ ଗୁଲକ ମନି ଗୋଟେ ମୋର ଗୋଟେ ଆପ୍ ଟେ ଅଛି। ସେଟା ମୁଁ ପ୍ରତ୍ୟେକ ଦିନ ପାଖାପାଖି 375 ମୁଁ ସେଭ କରୁଛି ଯୋଉଟା କି ଗୋଲ୍ଡରେ 375 ପର ଡେ। ଆଉ ମୁଁ ଦେଖୁିଲି ଆଜିକା ଡେଟରେ ତାର ଭେଲ୍ୟୁ ମୋର 2 ଲକ୍ଷ 2.5 ଲକ୍ଷର ଭେଲ୍ୟୁ ଆଜିକା ଡେଟରେ 3.5 ଲକ୍ଷ ମାନେ ଲକ୍ଷେ ଟଙ୍କା ମୋର ପ୍ଲସ ହେଇଗଲାଣି ଇଣ୍ଟରେଷ୍ଟ 1 ଲାଖ। ଯୋଉଟା କି ମୋର ମିସିଂ ହେଇଯାଇଥିଲା ଯୋଉ 60,000 70,000 ଟଙ୍କା ଆଜିକା ଡେଟରେ 1 ଲାଖର ଇଣ୍ଟରେଷ୍ଟ ଆଜିକା ଡେଟରେ ଆସିଗଲାଣି। ମୁଁ ଯଦି ଚାହିଁବି ବି ମୁଁ ଏଟା କିଣିପାରିବି ମୋର ଗୋଲ୍ଡ ଯୋଉଟା କି ମୋର ଏଟା ରିକଭରି ହେଇଗଲା। ଯୋଉଟା କି E+R=O ଯୋଉଟା କି ମୋ ଲାଇଫରେ
ବହୁତ ଆଉ ମୁଁ ଯେତେବେଳେ ବି ମୋ ପ୍ରଫେସନରେ ଯେତେବେଳେ ବି ଗୋଟେ ଘଟଣା ଘଟି ଯାଉଛି, ମୋର ବହୁତ ସାର୍ ବି ଜାଣିଛନ୍ତି, ମୋର ଗୋଟେ ପୁରୁଣା ଷ୍ଟାଫ 5-6 ବର୍ଷ ହେଲା ମାନେ ଥିଲା ମୋ ପାଖରେ। ସେ କହିଲେ ନା ସାର୍ ମୋର ଗୋଟେ ଭଲ ଅପରଚୁନିଟି ମିଳିଲା, ମୁଁ ପଳେଇବି। ଆଉ ମୁଁ କାହାକୁ ଗୋଟେ ଅପୋଜ କରେନି, ଯଦି ଜଣକୁ ଗୋଟେ ଭଲ ଅପରଚୁନିଟି ମିଳିଲା ସେ ଯାଉ। ବଟ୍ ସେଇ ଜାଗାରେ ବି ଏଇ ଫର୍ମୁଲା, ଯେତେବେଳେ ମୋ ମାଇଣ୍ଡ ଯେତେବେଳେ ଗୋଟେ ଆସୁଛି ଡିପ୍ରେସନ, ଏଇ ଫର୍ମୁଲା ମୁଁ ସାଙ୍ଗେ ସାଙ୍ଗେ ପକେଇଦେଲି। ଇ ପ୍ଲସ୍ ଏ ହେଲା ଘଟଣା ଘଟିଲା, ଗୋଟେ 5-6 ବର୍ଷର ପିଲାଟେ ମୋ ପାଖରେ ରହିଥିଲା, ସେ ଚାଲିଗଲା। ଯଦି ମୁଁ ଗୋଟେ ନୂଆ ପିଲାକୁ ଆଣିବି ତାହେଲେ ମୋର ଡିଷ୍ଟର୍ବ ହବ। ମୁଁ ସେଠି ରେସ୍ପନ୍ସିବିଲିଟି, ଯାହା ହେଇଛି ଭଲ ହେଇଛି, ମତେ ଆଉ ଗୋଟେ ପିଲାକୁ ଟ୍ରେନ କରିବାର ଅଛି, ଆଉ ନିଶ୍ଚିନ୍ତ ଭାବରେ ମୁଁ ସକ୍ସେସ୍ ହେବି। ଯାହା ଭଗବାନଙ୍କ ଆଶୀର୍ବାଦରୁ ଫାର୍ଷ୍ଟ କ୍ୱାର୍ଟରରେ ଏପ୍ରିଲ ମେ ଜୁନରେ ମୋର ସେ ମାନେ ପୁରୁଣା ପିଲାଟା ଯାଇ ସାରିଲା ପରେ ବି ମୋର ବି ଗ୍ରୋଥ ହେଇଛି ବିଜନେସ୍। ଏପ୍ରିଲ ମେ ଜୁନ ର ମୋର ଯୋଉ ଇନ୍ସୁରାନ୍ସ ସେକ୍ଟର ବିଜନେସ ଟା ଗ୍ରୋଥ ହେଇଛି, କାରଣ ମୁଁ ରେସ୍ପନ୍ସିବିଲି ମତେ ଆଗକୁ ଯିବାର ଅଛି, ମତେ ସକ୍ସେସଫୁଲ ହେବାର ଅଛି। ଯେକୌଣସି ଘଟଣା ଘଟୁ ମତେ ମୋର ଗୋଟେ ନୂଆ ପିଲାକୁ ଟ୍ରେନ କରିକି ମୁଁ ତାକୁ ଆଗକୁ ନେଇକି ଯିବି, ଆଉ ମୁଁ ନିଶ୍ଚିନ୍ତ ଭାବରେ ସକ୍ସେସ୍ ହେବି। ଆଉ ଯେତେବେଳେ ମୋର ମାଇଣ୍ଡରେ ଡିପ୍ରେସନ ଆସୁଛି, ଏଇ ଫର୍ମୁଲାଟାକୁ ଯେତେବେଳେ ବି ୟୁଜ କରୁଛି ମୋର ପଜିଟିଭ ରିମାର୍କସ ଆସୁଛି। ଆଉ ଗୋଟେ ଜିନିଷ ସାର୍ ମତେ ଗୋଟେ କହିଥିଲେ, ଯେତେବେଳେ ମାଇଣ୍ଡ ଡିପ୍ରେସନ ଆସିବ ତମେ ଖାଲି ପଜିଟିଭ 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 ଖାଲି କହିବ। ମୁଁ ଯେତେବେଳେ ମାଇଣ୍ଡ ଡିପ୍ରେସନ ଆସେ ମୁଁ ସବୁବେଳେ ସିମ୍ପଲି କୁହେ ପଜିଟିଭ ପଜିଟିଭ। ଯଦି ମୁଁ ମିନିମମ୍ 50-100 ଥର ଖାଲି ପଜିଟିଭ ପଜିଟିଭ ହେଇଯିବି, ସୋ ଦ୍ୟାଟ ମୋ ମାଇଣ୍ଡରେ ଆଉ ନେଗେଟିଭ ଆସିବନି, ଆଉ ଡିପ୍ରେସନ ଆସିବନି। ଏଇ ଯୋଉ ଜିନିଷଟା ମୁଁ ବ୍ଲୁ ପ୍ରିଣ୍ଟ କ୍ଲାସରେ ମୁଁ ଶିଖିଥିଲି, ଆଉ ଯୋଉଟା କି ମୋ ଲାଇଫରେ ନିଶ୍ଚିନ୍ତ ଭାବରେ ଏଇଟା ଗୋଟେ ଏନର୍ଜି ଦେଲା। ଥ୍ୟାଙ୍କ ୟୁ ସାର୍, ନମସ୍କାର। बहुत बढ़िया। जोरदार ताली दियंतो। थैंक यू सो मच, गॉड ब्लेस यू। ଆପଣ ବହୁତ ଆଗକୁ ଆହୁରି ଚାଲନ୍ତୁ, ବହୁତ ଆଗକୁ ଚାଲନ୍ତୁ। ବହୁତ ଭଲ ଲାଗିଲା ଆପଣଙ୍କର ଏକ୍ସପିରିଏନ୍ସ ଶୁଣିକି। ଆପଣମାନେ ଶୁଣିଲେ କେତେ ସୁନ୍ଦର ଏକ୍ସପିରିଏନ୍ସ ରାଜେଶ ସାର୍ଙ୍କର, ଭଲ ଲାଗିଲା। ଯେହେତୁ ସେ ଯାହା ବି ଶୁଣୁଛନ୍ତି ତାକୁ ସୁନ୍ଦର ଭାବରେ ଆଗକୁ ନେଇ ପାରୁଛନ୍ତି, ତାକୁ ଇମ୍ପ୍ଲିମେଣ୍ଟ କରୁଛନ୍ତି। ମୁଁ କହୁଛି କି ସବୁବେଳେ କହେ କି ଆମେ ଯାହା ବି ଶିକ୍ଷା ଗ୍ରହଣ କରନ୍ତି ତାକୁ ଯେତେବେଳେ ଆମେ କାର୍ଯ୍ୟରେ ଲଗେଇବା, ଇମ୍ପ୍ଲିମେଣ୍ଟ କରିବା, ତାହା ହିଁ ପ୍ରକୃତ ଶିକ୍ଷାର ରୂପ ନେଇଥାଏ। ଏହା ଶିକ୍ଷାର ସଂଜ୍ଞା ମଧ୍ୟ। ବହୁତ ବଢ଼ିଆ, ଗଡ୍ ବ୍ଲେସ୍ ಯು। ସମସ୍ତେ ତାଙ୍କ ସଫଳତା ପାଇଁ ତାଳି ଦେଇ ଦିଅନ୍ତୁ ସମସ୍ତେ। ବହୁତ ବଢ଼ିଆ, ଚମତ୍କାର। ୟେସ୍, ଆଉ କିଏ ଆସିବେ ନେକ୍ସଟ? ରେଜ୍ ୟୋର ହ୍ୟାଣ୍ଡ। ଫଟାଫଟ କମ୍ପିଟିସନ କରନ୍ତୁ ହାତ ଟେକିବା ପାଇଁ। ୟେସ୍, ଡକ୍ଟର ମଧୁମିତା ରାଉତରାୟ, ଅନମିଟ୍ କରନ୍ତୁ ମ୍ୟାଡ଼ାମ। ତାଳି ଦିଅନ୍ତୁ ସମସ୍ତେ, ଟିକେ ୱେଲକମ୍ କରନ୍ତୁ ତାଳି ଦେଇକି ସାର୍ ଆମ ନମସ୍ତେ। ପ୍ଲାଟଫର୍ମ। ୟେସ୍ ମ୍ୟାଡ଼ାମ, କୁହନ୍ତୁ, ନମସ୍ତେ। ସାର୍ ରାଜେଶ ସାର୍ ଯୋଉଟା କହିଲେ, ମାନେ ସେଇ ବିଷୟରେ ମୁଁ ବି କହିବି। ମାନେ ଆପଣଙ୍କ ସେ ଯୋଉ ଇ ପ୍ଲସ୍ ଆର୍ ଇଜ ଓ ଯେବେଠୁ ଆମେ ଶୁଣିଲୁଣି, ଜୀବନ ପ୍ରତ୍ୟେକ କ୍ଷେତ୍ରରେ ତ ବ୍ୟବହାର କରୁଛୁ ସାର୍। ମାନେ ଚମତ୍କାର ମାନେ ଅନୁଭୂତି ସବୁ ଅଛି। କିନ୍ତୁ କଲେଜର ଯୋଉ ପିଲାମାନଙ୍କୁ ଆମେ ପଢଉଛୁ ତାଙ୍କ କ୍ଷେତ୍ରରେ ସାର୍ ବହୁତ କାମ ଦଉଛି। ପିଲାମାନେ କଣ କରୁଛନ୍ତି ନା, ପଢିବା ଭିତରେ ସେଇ ସାର୍ ଏମିତି ପଢେଇଲେ, ଆଜି ଏମିତି କହିଲେ, ସେ ସାଙ୍ଗ ଏମିତି କହିଲେ, ମାନେ ତାଙ୍କର ଡିପ୍ରେସନ ବି ଆସିଯାଏ। କିଏ କେମିତି ପଢଉଛନ୍ତି, କିଏ କୋଉ କ୍ଲାସରେ ପାର୍ଟି କଲେ, କୋଉ ମ୍ୟାଡାମ ପାର୍ଟି କଲେ, ମାନେ ବହୁତ ଜୋରରେ ମାନେ ଆଘାତ ବି ଲାଗୁଛି ପିଲାମାନଙ୍କୁ। ମାନେ ବଡ ପିଲା ହେଇଗଲେଣି, +3 ପିଲା। ସମସ୍ତଙ୍କୁ ମୁଁ କହେ ଆମେ ସେଇଟା ଆମେ ଭଲ ଜିନିଷ ଡିସ୍କସନ କରିବା। ତମେ ନିଜେ ଭାବ, ଆଜି ତମେ ଯେତେବେଳେ କ୍ଲାସକୁ ଯାଉଛ ଭାବ ନାଇଁ ମ୍ୟାଡାମ ବହୁତ ଭଲ, ଆଜି ଭଲରେ ପଢିବି, ସବୁ ଜିନିଷ ଭଲରେ କହିପାରିବି। ତମେ ଯେତେବେଳେ ନିଜେ ତମ ଥଟ୍ ଟାକୁ ପଜିଟିଭ କରିକି ଯାଉଛ, ନିଶ୍ଚିନ୍ତ ଭାବରେ କ୍ଲାସରେ ସେମିତି ଘଟଣା ଘଟିବ। ଆଉ ତମେ ଯୋଉ ଆଗେ ଯୋଉ ଯୋଉ ଏନଭାୟରନମେଣ୍ଟ ଟା କ୍ଲାସରେ କ୍ରିଏଟ ହଉଥିଲା, ନିଜେ ଦେଖିବ ନିଶ୍ଚିନ୍ତ ଭାବରେ ବଦଳିଯିବ। ଆଉ ସାଙ୍ଗ ମାନଙ୍କର ବି କମ୍ପ୍ଲେନ ଗୋଟେ ଗୋଟେ ପିଲା କରନ୍ତି। ଆ, ସବୁ ତ ସାର୍ କହିହବନି, ପିଲାମାନଙ୍କ ନାଁରେ ସେଇଟା ହେଲା ସେଇଟା ହେଲା, ସେ ଏମିତି କଲା। ତ ମୁଁ କହି ତମେ ନିଜେ ପରିବର୍ତ୍ତନ ହେଇଯାଅ। ଆମେ ଅନ୍ୟକୁ ପରିବର୍ତ୍ତନ କରିପାରିବାନି, ନିଜେ ତ ପରିବର୍ତ୍ତନ କରିବା ଆମ ନିଜ ଭିତରେ ଅଛି। ତେଣୁ E+R=O, ଆଉ ଯୋଉ ଇନର ୱାର୍ଲ୍ଡ ଆଉଟର ୱାର୍ଲ୍ଡ କୁହନ୍ତି, ମାନେ ଆମର ଅନ୍ତ ପୃଥିବୀକୁ ପରିବର୍ତ୍ତନ କରିବାକୁ କୁହନ୍ତି। ସେଇ ଦୁଇଟା ସାର୍, ମାନେ ମୁଁ କହି ମୋ ଜୀବନରେ ଆଉ ମୋର ପ୍ରତି ଷ୍ଟୁଡେଣ୍ଟ ଯୋଉମାନେ ମୋ ସଂସ୍ପର୍ଶରେ ଆସୁଛନ୍ତି, ଏଇ ଦୁଇଟା ସାର୍ ଚମତ୍କାର କାମ ଦଉଛି। ତ ସେମାନଙ୍କୁ ମୁଁ କହେ ତମେ ନିଜେ ପରିବର୍ତ୍ତନ ଯେତେବେଳେ ହେଇଯାଉଛ, ଅନ୍ୟକୁ ଆମେ ଭଲ ଦୃଷ୍ଟି ଦେଖିବା। ତେଣୁ ତାର ଭଲ ଜିନିଷ ହିଁ ଆମକୁ ଦେଖାଯିବ। ଆଉ ଯେତେବେଳେ ଆମେ ନିଜକୁ ପରିବର୍ତ୍ତନ କରୁଛେ,
ଆମର କେହି ବି ଶତ୍ରୁ ରହିବେନି, କେହି ବି ଖରାପ ଲାଗିବେନି, କାରଣ ଆମେ ସମସ୍ତଙ୍କୁ ଗୋଟେ ପ୍ରକାର ଦୃଷ୍ଟିରେ ଦେଖୁଛେ। ଆଉ ଆମେ ଯେମିତି ଦେଖିବା ସେମାନଙ୍କୁ, ସେମାନଙ୍କ ରେସ୍ପନ୍ସ ଧୀରେ ଧୀରେ ସେମିତି ଆମ ଆଡକୁ ବି ହେଇଯିବ, ପଜିଟିଭ ହେଇଯିବ, ସକାରାତ୍ମକ ହିଁ ହବ। ତେଣୁ ସାର୍ ବହୁତ ସୁନ୍ଦର ସବୁ, ମାନେ ଏଇ ଛୋଟ ଛୋଟ ଟିପ୍ସ ଆକ୍ଚୁଆଲି ଆମ ଜୀବନକୁ ବହୁତ ପରିବର୍ତ୍ତନ କରିଛି। ଆଉ ସ୍ପେଶାଲି ମୋ ଛୁଆ ମାନଙ୍କ, ମାନେ ମୋ ଷ୍ଟୁଡେଣ୍ଟ ଛୁଆ କହୁଛି, ଛୁଆ ମାନଙ୍କ ଜୀବନରେ ସାର୍ ବି ବହୁତ ସୁନ୍ଦର ପରିବର୍ତ୍ତନ ଆସିଛି, ବହୁତ ପଜିଟିଭ ହେଇକି ରହୁଛନ୍ତି ସାର୍ ସେମାନେ। ଥ୍ୟାଙ୍କ ୟୁ ସୋ ମଚ୍। थैंक यू, गॉड ब्लेस यू। बहुत बढ़िया, ताली दियंतु समस्ते। बहुत सुंदर। এই ସଂକ୍ରାନ୍ତରେ ମୁଁ ଗୋଟେ କଥା କହିବା ପାଇଁ ଚାହେଁ କି ରବିବାର ଦିନ 3 ତାରିଖରେ ଆମର ଛୁଆମାନଙ୍କର ସାଇକୋଲୋଜିକୁ ନେଇକି ଏକ କ୍ଲାସ୍ ଅନୁଷ୍ଠିତ ହେବା ପାଇଁ ଯାଉଛି, ଯାହାକି ମୁଁ କରିବି 11ଟାରୁ 12ଟା। ସାର୍ପେନ୍ ୟୁର ମାଇଣ୍ଡ, ଏ ସାଇକୋଲୋଜି ପ୍ରୋଗ୍ରାମ୍ ଅଫ୍ ଚାଇଲ୍ଡ। 9 ବର୍ଷ ବୟସରୁ 16 ବର୍ଷ ବୟସର ପିଲାମାନେ ସେଥିରେ ଭାଗ ନେଇପାରିବେ। ଚମତ୍କାର କାମ କରିବ। ମୁଁ ଗୋଟେ ଉଦାହରଣ ଦେବି। ମୋ ସାନ ପୁଅ ପଢ଼ୁଛି ଏଇଠି ଭେଙ୍କଟେଶ୍ୱରରେ। ୟୁନିଟ୍ ଟେଷ୍ଟ ଏବେ ମଝିରେ ହେଇଥିଲା, 1.5 ମାସ ନା 2 ମାସ ଆଗରୁ ନା 3 ମାସ ଆଗରୁ, ଏକ୍ଜାକ୍ଟ ଟାଇମ୍ ମୋର ମନେ ନାହିଁ। ମା ଗାଇଡ଼ କରନ୍ତି। ତ ବହୁତ ଏଭରେଜ ଥିଲା, ବହୁତ ତଳେ, ବହୁତ କମ୍ ପରସେଣ୍ଟେଜ ରଖିଥିଲା। 82 ନା 83 କେତେ ରଖିଥିଲା। 99 ପର୍ଯ୍ୟନ୍ତ ପିଲା ଯାଇଥିଲେ। ତାପରେ ତା ମଦର କ'ଣ କଲେ ନା, ତାକୁ ଗୋଟେ ଡାଏରୀ, ମୋର କିଛି ନୂଆ ଡାଏରୀ ଏକଦମ, ଆଉ ନୂଆ ଏମିତି ସ୍ପାଇରାଲ ବାଇଣ୍ଡିଙ୍ଗର ଖାତା ଅଛି, ପୁରା ମହଜୁଦ ସବୁବେଳେ ରୁହେ ଆକ୍ଟିଭିଟିଜ୍ ପାଇଁ, ପୁରା ଖାଲିଟା। ଆଉ ସେଥିରୁ ଗୋଟେ ଖାତା ନେଇକି, ସ୍ପାଇରାଲ ବାଇଣ୍ଡିଙ୍ଗ ଖାତା ତାକୁ ଦେଲେ 939 ଲେଖିବା ପାଇଁ। କ୍ଲାସରେ ଟପର ହେଉଛି, ନମ୍ବର 1 ହେଉଛି ବୋଲି ସେ ଲେଖୁଛି। ଏବଂ ଲେଖି ସାରିଲା ପରେ ଏବେ ତାଙ୍କର ୟୁନିଟ୍ ଟେଷ୍ଟ ହେଲା, ଏବଂ ଏତିକି କମ୍ ପରସେଣ୍ଟେଜରୁ ସେ ଟପର ହେଇଯାଇଛି। ଗୋଟେ ତାଳି ଦିଅନ୍ତୁ। ସମୟ, ଓକେ। ଏବଂ ଏବେ ତାଙ୍କ ଟ୍ୟୁସନରେ ଏଭରେଜ ପିଲାମାନଙ୍କୁ ନେଇକି ରବିବାରରେ, ଆଜିକା ଡେଟ୍ରେ ଏଭରେଜ ପିଲାମାନଙ୍କୁ ନେଇକି ଏକ୍ସଟ୍ରା କ୍ଲାସ୍ କରୁଛନ୍ତି। ଇଏ ଯେଉଁ କ୍ଲାସ୍ରେ ଯାଉଥିଲା, ଆଜି ତାକୁ ମନା କରିଛନ୍ତି ଯେ ଆଜି ଟପ୍ ପିଲାଙ୍କୁ ନେବା ନାହିଁ, ଏବଂ ତାକୁ ଆଜି କ୍ଲାସ୍ ବନ୍ଦ, ଆଜି ଫ୍ରି ଛଡ଼ା ହେଇଛି। ଏଇଟା ଅପରଚ୍ୟୁନିଟି ତ କାମ ଦେଉଛି। ତ ଚାଇଲ୍ଡ ସାଇକୋଲୋଜି ପ୍ରୋଗ୍ରାମକୁ ଆପଣମାନଙ୍କର ଯେଉଁ ଛୁଆମାନେ ଅଛନ୍ତି, ରିଲେଟିଭ୍ ହୁଅନ୍ତୁ, ଆପଣଙ୍କର ଭଣଜା ଭଣଜି, ପୁତୁରା ଝିଆରୀ, ନାତି ନାତୁଣୀ, କେହି ବି ଆପଣଙ୍କର ଅଛନ୍ତି, ତାକୁ ଯଦି ପରିବର୍ତ୍ତନ କରିବା ପାଇଁ ଚାହାନ୍ତି, ଅଧିକରୁ ଅଧିକ ମୋବାଇଲ ଦେଖୁଛନ୍ତି, ଡିସିପ୍ଲିନ୍ କେମିତି ରହିବେ, ବିହେଭିଅରରେ କେମିତି ବିହେଭିଅରାଲ ଚେଞ୍ଜ ଆସିବ, ଏଇସବୁ ମୁଁ 3 ମାସ ଭିତରେ ସେଟ୍ କରିବି। 3 ମାସ ଧରିକି କ୍ଲାସ୍ ଚାଲିବ। 3 ମାସର କଷ୍ଟ ଅଛି 3,000। ଗୋଟେ ମାସକୁ 1,000 ଟ୍ୟୁସନ୍ ଫିସ୍ ଭଳିଆ ଆପଣ ଦେଉଛନ୍ତି। ଏବଂ ସେ ଟ୍ୟୁସନ୍ ଏକାଡେମିକ୍ ଯାହା ପଢ଼ୁଛି, ମୁଁ ମାଇଣ୍ଡସେଟ୍ର ପାଠ ପଢ଼େଇବି, ଏବଂ ବହୁତ କାମ କରିବ ସବୁ କ୍ଷେତ୍ରରେ ପିଲାର ବୋଲି ମୁଁ ଆଶା କରୁଛି। ନୂଆ ଲଞ୍ଚ ହେଉଛି, ତେଣୁ ଆଶା କରୁଛି ମୁଁ ତାର ଟେଷ୍ଟେଡ୍ ପ୍ରୁଭ୍ ହେଇପାରିନାହିଁ। ଗୋଟେ କ୍ଲାସ୍ ସରି ସାରିଲା ପରେ, ପିଲାମାନଙ୍କ ରେଜଲ୍ଟ ନେଲା ପରେ ଆମେ ଟେଷ୍ଟେଡ୍ ପ୍ରୁଭେନ୍ ଥିଓରି ପୁଣି କହିପାରିବା କ'ଣ କ'ଣ କାମ ଦେଲା। ତେଣୁ ଆପଣମାନେ ଆସନ୍ତୁ, ସେଇ କାର୍ଯ୍ୟକ୍ରମକୁ ପିଲାମାନଙ୍କ ପାଇଁ ଦିଅନ୍ତୁ, ବହୁତ ଭଲ କାମ ଦେବ। ବହୁତ ବଢ଼ିଆ। ନେକ୍ସଟ କିଏ ଆସିବେ? ୟେସ୍, କିଏ ଆସିବେ? ରେଜ୍ ୟୋର୍ ହ୍ୟାଣ୍ଡ। ସମସ୍ତେ କିଛି କିଛି କୁହନ୍ତୁ ନା, କିଛି ନାହିଁ, କିଛି କିଛି ନିଜର ଏକ୍ସପିରିଏନ୍ସ କୁହନ୍ତୁ। ପଜିଟିଭ୍ ଟକ୍ କରୁଛନ୍ତି ଆମେ, କୌଣସି ବି ପଜିଟିଭ୍ ଟକ୍ ଏକ୍ସପିରିଏନ୍ସ ଯେକୌଣସି କୋର୍ସରୁ ମୋର କହିପାରିବେ। ଯେମିତି ରାଜେଶ ସାର୍ କହିଲେ କି ଆମର ହ୍ୱାଟ୍ସଆପ୍ରୁ, ଏଇ ଆମର ବ୍ଲୁପ୍ରିଣ୍ଟ କ୍ଲାସ୍ରୁ, ଯେମିତି ପୀତାମ୍ବର ସାର୍ ଆରମ୍ଭ କଲେ, ହ୍ୱାଟ୍ସଆପ୍ରୁ ଆରମ୍ଭ କଲେ, ବୁଝିପାରୁଛନ୍ତି? ସେମିତି ଆପଣମାନେ ମଧ୍ୟ କହିପାରିବେ। କିଏ କହିବେ? ରେଜ୍ ୟୋର୍ ହ୍ୟାଣ୍ଡ। କମ୍ପିଟିସନ୍ କରନ୍ତୁ କହୁଛି, କ'ଣ ଏମିତି ରହୁଛନ୍ତି? କମ୍ପିଟିସନ୍ କରନ୍ତୁ, ପୁରା ସମସ୍ତେ ହାତ ଦେବେ, କାହାକୁ ଦେବି ବୋଲି କନଫ୍ୟୁଜ୍, ଯେମିତି ପୁରା ମୁଁ ହେଇଯିବି, ସେମିତି କରନ୍ତୁ ନା। ୟେସ୍, କ'ଣ ଡରୁଛନ୍ତି କ'ଣ? ଆରେ ମୁଁ କହୁଛି, ମୋ ଷ୍ଟୁଡେଣ୍ଟ ମାନେ ଡରିବେ ମାନେ ତ ବିଷ୍ଣୁପ୍ରିୟା ମ୍ୟାଡ଼ାମ୍। ଜୋରଦାର ତାଳି ଦିଅନ୍ତୁ ବିଷ୍ଣୁପ୍ରିୟା ମ୍ୟାଡ଼ାମ୍। ତାଙ୍କ ସୁନ୍ଦର ଲଳିତ କଣ୍ଠରୁ ଏବେ ଶୁଣିବା, ପୁରା ରେଡ଼ିଓ ଟୋନ୍ ତାଙ୍କର। ୟେସ୍ ସାର୍ ମ୍ୟାଡ଼ାମ୍। ନମସ୍କାର, ସମସ୍ତଙ୍କୁ ମୋର ନମସ୍କାର। ମୁଁ ଗତ ବର୍ଷ ଅଗଷ୍ଟ ମାସରୁ ଆପଣଙ୍କ କ୍ଲାସରେ ଜଏନ୍ କରିଛି। ଜଏନ୍ କଲା ବେଳେ ବହୁତ କିଛି ପଜିଟିଭ ପାଇଛି। କ୍ଲାସର ଯେତେ ସବୁ ଜିନିଷ ଭିତରୁ ମୋତେ ଫାର୍ଷ୍ଟ ଥିଙ୍ଗ ଭଲ ଲାଗିଲା କି ପ୍ରେୟାର ଅନ୍ ବେଡ୍, ବିଫୋର୍ ବେଡ୍, ଗ୍ରାଟିଚ୍ୟୁଡ୍ ଲେଖିବା। ଯେକୌଣସି ସମୟରେ ଯାହା ବି ଅସୁବିଧା ଥାଉ, ଗ୍ରାଟିଚ୍ୟୁଡ୍ ଲେଖିବାଟା ବହୁତ ବଢ଼ିଆ ଜିନିଷ। ୱାଟର ଚାର୍ଜ,
ଏଇ ସବୁ ଜିନିଷ ଗୁଡାକ ବହୁତ ବଢିଆ ଲାଗିଲା। ତାପରେ ସ୍ପିରିଚୁଆଲ ଯୋଉ ଦିବ୍ୟ ସଂଯୋଗ କ୍ଲାସ କରୁଛନ୍ତି, ଦିବ୍ୟ ସଂଯୋଗ କ୍ଲାସ ରୁ ବି ଆମେ ବହୁତ କିଛି ପାଉଛୁ। ଆଉ ଗୋଲ ଗୁଡାକ ଯୋଉ ପ୍ରତ୍ୟେକ ଦିନ ଭିଜୁଆଲାଇଜେସନ ଆଉ ମେଡିଟେସନ ହଉଛି, ମେଡିଟେସନ ଦ୍ୱାରା ବି ଆମର ବହୁତ କିଛି ପରିବର୍ତ୍ତନ ହଉଛି। ପ୍ରତ୍ୟେକ ଜିନିଷକୁ ଆମେ ପଜିଟିଭଲି ନେଇ ପାରୁଛୁ। ଯେ କୌଣସି ଜିନିଷ ବି ନେଗେଟିଭ, କାହା ଭିତରେ ନେଗେଟିଭ ନ ଦେଖିକି ଯଦି ଆମେ ପଜିଟିଭରେ ଗ୍ରହଣ କରିବା, ସେସବୁ ଜିନିଷ ବି ଆମ ଉପରେ ପ୍ରଭାବ ପକାଉଛି। ତେଣୁ ବିଶେଷ କରି ତ ପଜିଟିଭ ହିଁ ଆସୁଛି, ନେଗେଟିଭ ବିଲକୁଲ ଆସୁନାହିଁ। ଆଉ ଏଇସବୁ ଜିନିଷ ବହୁତ ପ୍ରଭାବ ପକାଉଛି। ମୁଁ ପ୍ରତ୍ୟେକ କ୍ଷେତ୍ରରେ ଦେଖିଛି ଯେ କୌଣସି ଜିନିଷ ବି ନେଗେଟିଭ ଆସିଲା ମାନେ ହଁ ଏଇଟା ପଜିଟିଭରେ ନେଇଛି, ତ ଆଜି ପର୍ଯ୍ୟନ୍ତ ଚାଲିଛି ମୋର ପଜିଟିଭ। ଏତିକି ହିଁ କହିବି। बहुत ଥ୍ୟାଙ୍କ बढ़िया, बहुत बढ़िया। जोरदार ताली दियंतो। ୟୁ। बहुत सुंदर, बहुत सुंदर, बहुत बढ़िया। समस्त टिके ताली दियंतो, उत्साहित करंतो, मंगल कामना करंतो ताली माध्यम रे। तापर किए आसीबे? यस, आसंतो आसंतो। मनस्विनी मैडम आसबे, ताली मारले ना हाथ टेकिले? मनस्विनी मैडम आसंतो। ସାର୍ ନମସ୍କାର। ତାଳି ମାରିନି। ताली मारले? କୁହନ୍ତୁ କୁହନ୍ତୁ ମ୍ୟାଡ଼ାମ, ସଂକ୍ଷିପ୍ତରେ ଆପଣଙ୍କର କିଛି ବହୁମୂଲ୍ୟ ମତାମତ ରଖନ୍ତୁ। ଯେକୌଣସି ସବଜେକ୍ଟ ଆପଣଙ୍କୁ ଭଲ ଲାଗିଛି, ଯେକୌଣସି ଆକ୍ଟିଭିଟି। ସାର୍ ମତେ ତ ସାର୍ ସବୁ ଆକ୍ଟିଭିଟି ବି ବହୁତ ଭଲ ଲାଗେ, କିନ୍ତୁ ସାର୍ ଯୋଉ ଆମର ଯୋଉ ପଜିଟିଭ ଆଗରୁ ଯୋଉ ଚିନ୍ତା ଗୁଡା ଆସୁଥିଲା, ମାନେ ଧର ନେଗେଟିଭ ଆସିବ, ସେଇଟାକୁ ଧରି 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 ତାର ମାନେ ତାକୁ ଲାଗି ଲାଗି ଯେମିତି ଚେନ୍ ଭଳିଆ ଲାଗି ଲାଗି ଯେମିତି ଦୁଃଖ ପରେ ଦୁଃଖ ଲାଗେ, ସେଇଟାରୁ ସାର୍ ପୁରା ମାନେ ଯେମିତି ମୁକ୍ତି ମିଳିଲା ଭଳିଆ ଲାଗିଛି। ଆଉ ମାନେ ମୁଁ ବି ସେ ଫିଲ୍ କରୁଛି, ଯେତେବେଳେ ବି ବିଷ୍ଣୁପ୍ରିୟା ମ୍ୟାଡାମ କହିଲେ ଯେତେବେଳେ ବି ନେଗେଟିଭ ଆସିଲେ ବି ସାଙ୍ଗେ ସାଙ୍ଗେ ମାନେ ଯେମିତି ତାକୁ କେମିତି ତାକୁ କାଟି ହବ, ଓଭରକମ କରିହବ, କରିକି ଏନି ନେଗେଟିଭ ସିଚୁଏସନକୁ ଆମେ ପଜିଟିଭରେ ମାନେ ମାଇଣ୍ଡ ଥଟରେ ଯେମିତି ପଜିଟିଭ କରିପାରିବା, ସେଇଟା ବି ସାର୍ ଲାଗୁଛି। ଆଉ ସାର୍ ବହୁତ କନଫିଡେଣ୍ଟ ଯେତିକି ସବୁ ଆମେ କରୁଛୁ, ଆଉ ଆଗରୁ ଯେମିତି ଥିଲା ଗୋଟେ ମନରେ ଦୋ ଦୋ ପାଞ୍ଚ ମାନେ ଭାବନା, ସେଇଟା ବି ନାହିଁ। ଆଉ ବହୁତ ସାର୍ ମାନେ ନିଜ ଭିତରେ ତ ବହୁତ ଚେଞ୍ଜ ହଉଛି, ଯେମିତି ସୂକ୍ଷ୍ମ ରୂପରେ ହେଲେ ହଉଛି ଜଣା ପଡୁଛି ଟିକେ ଟିକେ, ଜଣା ପଡେନି କିନ୍ତୁ ଭିତରେ ଭିତରେ ବହୁତ ଚେଞ୍ଜ ହେଇଯାଏ, ସେମିତି ସାର୍ ମତେ ଫିଲ୍ ହଉଛି। ଆହୁରି ମାନେ ଆଉ ଏତିକି ସାର୍। ବଢିଆ, ଜବରଦସ୍ତ, ବହୁତ ବଡ଼ କଥା କହିଛନ୍ତି। ଧୀରେ ଧୀରେ ଚେଞ୍ଜ ହେଉଛି, ପ୍ରକୃତରେ ଧୀରେ ଧୀରେ ହିଁ ଚେଞ୍ଜ ହୁଏ। ଯେକୌଣସି ସମାଜରେ ଯେକୌଣସି ପରିବର୍ତ୍ତନ ସମାଜରେ ଆସିଛି, ଆପଣ ସବୁଜ ବିପ୍ଳବ ନିଅନ୍ତୁ କି ଯେକୌଣସି ବିଷୟ ବି ନିଅନ୍ତୁ, ତାହା ଧୀରେ 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 ହିଁ ହେଇଛି। ଗୋଟେ ପ୍ରୋସେସ୍ ଅଛି, ସେଇ ପ୍ରୋସେସିଂରେ ରାଇଟ୍ ଟାଇମ୍ ଅଛି, ସେ ରାଇଟ୍ ଟାଇମ୍ରେ ହିଁ ପରିବର୍ତ୍ତନ ହୁଏ, ଫଳ ମିଳେ। ସେହି ସମୟ ପର୍ଯ୍ୟନ୍ତ ଆମକୁ ଅବିରାମ ଗତିରେ ଆମ କାର୍ଯ୍ୟକୁ ତୁଲେଇବାକୁ ପଡ଼ିବ। ଯଦି ତୁଲଉଛନ୍ତି ତାହେଲେ ନିଶ୍ଚିତ ଭାବରେ ଆମେ ଦିନେ ସଫଳତାର ଶୀର୍ଷତମ ସିଢ଼ିକୁ ପହଞ୍ଚିଯିବା। ନେକ୍ସଟ, ତାଳି ଦିଅନ୍ତୁ ସମସ୍ତେ ମ୍ୟାଡ଼ାମଙ୍କ ପାଇଁ, शुभकामना करंतु। यस, नेक्स्ट किए आसଛନ୍ତି फटाफट, जल्दी 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 जल्दी। हैंड्रेज हैंड्रेज हैंड्रेज। ये शुभम मैडम, वेरी गुड। यस मैडम आसନ୍ତୁ। ସାର୍ ନମସ୍କାର, ସମସ୍ତଙ୍କୁ ମୋର ନମସ୍କାର। ସାର୍ ମୋର ୱାର୍କ ପ୍ଲେସରେ ମିସ୍ଅଣ୍ଡରଷ୍ଟାଣ୍ଡିଂ ପାଇଁ ମଝିରେ ଡିଷ୍ଟର୍ବାନ୍ସ ହେଇଥିଲା। ଯେବେରୁ ମୁଁ ଗ୍ରାଟିଚ୍ୟୁଡ ଲେଖିବା ଷ୍ଟାର୍ଟ କଲି ଷ୍ଟାଫ ମାନଙ୍କ ସହିତ, ଏବେ ମତେ ସାର୍ ବହୁତ ରେସପେକ୍ଟ ମିଳୁଛି। ମାନେ ସବୁଥିରେ ହିଁ ସବୁଥିରେ ଆମ ହେଡ ସାର୍ ଯାହା ହିଁ କରିବେ ଆଗେ ପଚାରିବେ ଯେ ଏଇଟା କୋଉଟା କଲେ ଭଲ ହବ, କୋଉଟା କରିବାନି। ଆଉ ସବୁ ଷ୍ଟାଫଙ୍କ ସହିତ ସମସ୍ତେ କୋଅପରେଟ କରୁଛନ୍ତି। ମାନେ ସବୁଥିରେ କୋଅପରେଟ ସାର୍ ମିଳୁଛି, ସେଇଟା ଗୋଟେ ଖୁସି ଲାଗୁଛି। ଆଉ ମୋ ଝିଅର ବି ସାର୍ ମତେ ଦେଖିକି ସେ ବହୁତ ଚେଞ୍ଜେସ ହଉଛି। ସେ ନିଜେ ନିଜେ ବୁଝୁଛି, ବୁଝୁ ବା ନ ବୁଝୁ, ସିଏ ଗୋଟେ ଖାତାରେ 939 ତାର ଲେଖିକି 7 ବର୍ଷ ତାର କଣ ପାଉଛି, କିନ୍ତୁ ସେ ଲେଖୁଛି 939 ଲେଖୁଛି। ମିରର ଆକ୍ଟିଭିଟି ସାର୍ ସେ କରୁଛି।
ଆଉ ମୁଁ ଯାହା କହୁଛି ମୋ କଥା ଏବେ ମାନୁଛି ସାର୍। ସେ କହୁଛି ମୋ ମାମା ସବୁ ଜାଣିଛି, ସେ କ୍ଲାସ କରୁଛି, କନସସ୍ କ୍ଲାସ କରୁଛି କହିକି ସାର୍ ସେ ସବୁ ମାନୁଛି। ଯୋଉଟା କହିଥିବି ସେ କହିବ ନା ମୋ ମାମା କହିଛି ମାନେ ମୁଁ ମାନିବି। ତା ମାନେ ମୋ ଝିଅର ବି ଯୋଉ ଏତେ ପରିବର୍ତ୍ତନ ହଉଛି, ସେଥିପାଇଁ ସାର୍ ମତେ ବହୁତ ଖୁସି ଲାଗୁଛି। ଏଇଟା बहुत ସାର୍ बढ़िया, ବହୁତ बहुत बढ़िया, बहुत बढ़िया। ताली दियंतो समस्ते। थैंक यू सो मच मैडम। बहुत सुंदर देखिले घर भितर पिलामानंकर एते बड़ परिवर्तन। एटा सତରେ ବହୁତ ବଡ଼ କଥା। ଏଇଟା ଛୋଟ ମୋଟ କଥା ଆଦୌ ନୁହଁ, ଏଇଟା ବହୁତ ବଡ଼ କଥା। ଆମର ସାର୍ପେନ୍ୟୁର ମାଇଣ୍ଡ କ୍ଲାସ୍ ତ 9 ବର୍ଷରୁ ନିଆ ହେଉଛି। ମ୍ୟାଡ଼ାମ୍ ମୋତେ ଫୋନ୍ କରିଥିଲେ କି ମୋ ଛୁଆକୁ ଟିକେ ଆଡ଼ମିସନ୍ କରିବା। ମୁଁ କହିଲି ବୟସ ହେଇନି ମ୍ୟାଡ଼ାମ୍, ଅପେକ୍ଷା କରନ୍ତୁ। ନାଇଁ ସେ ସବୁ ଆପଣଙ୍କ ସାଙ୍ଗେ ଟିକେ କଥା ହେବ। ମୋତେ ଛୁଆ ବି କଥା ହେଲା, ବହୁତ ଭଲ କଥା ହେଲା। ସେ ଜୁଏଲ୍ ଗୋଟେ ସେଇଠୁ କଥା ହେଲା ପରେ ମୋତେ ଟିକେ ଭଲ ଲାଗିଲା। ମୁଁ କହିଲି କି ଏବେ ଫିଜ୍ ଦିଅନ୍ତୁ ନାହିଁ, ଆପଣ ଗୋଟେ କ୍ଲାସ୍ ମୁଁ ଆପଣଙ୍କୁ ଦେଇଦେବି ଫ୍ରିରେ। ସେ ଛୁଆ ପାଇଁ ଗୋଟେ କ୍ଲାସ୍ ଆସୁ, ଯଦି ଡିସିପ୍ଲିନ୍ ରକ୍ଷା କଲା, ଛୋଟ ଛୁଆ ନା, ଡିଷ୍ଟର୍ବାନ୍ସ ଯେମିତି ନ ହେବ ବୋଲି ବେଶୀ ଛୋଟ ଛୁଆଙ୍କୁ ନିଆ ହେଇନି। ବାକି ଛୋଟ ଛୁଆ କିନ୍ତୁ ମେଚିଓର୍ଡ ଅଛି। ତେଣୁ ସେ ଯଦି ଡିସିପ୍ଲିନ୍ ଆକାରରେ କ୍ଲାସ୍ରେ ବସିବ, ତାହେଲେ ତାକୁ ନେକ୍ସଟ କ୍ଲାସ୍ ପାଇଁ ଆପଣ ଆଡ଼ମିସନ୍ କରିଦେଇପାରିବେ। ନହେଲେ ତାକୁ ୱେଟ୍ କରିବେ 9 ବର୍ଷ ହେବା ପର୍ଯ୍ୟନ୍ତ। ଏଇ କଣ୍ଡିସନ୍ଟି ମ୍ୟାଡ଼ାମ୍କୁ ମୁଁ ଦେଇଛି। ଆଉ ପ୍ରଥମ କ୍ଲାସ୍ 3 ତାରିଖ କ୍ଲାସ୍ରେ ସେଇ ପରୀକ୍ଷାମୂଳକ ଭାବରେ ସେ କ୍ଲାସ୍କୁ ଆସିବ। ଥ୍ୟାଙ୍କ ୟୁ ସୋ ମଚ୍, ଗଡ୍ ବ୍ଲେସ୍ ୟୁ। ନେକ୍ସଟ ନେକ୍ସଟ କିଏ? ଆରେ ବାରମ୍ବାର କହୁଛି ଆପଣ କମ୍ପିଟିସନ କରନ୍ତୁ, ହାତ ଏଭଳି ଟେକନ୍ତୁ ଯେ ମୁଁ ଯେମିତି କନଫ୍ୟୁଜରେ ପଡ଼ିଯିବି। ସମସ୍ତେ କିଛି କିଛି କୁହନ୍ତୁ ନା, କିଏ କହିବେ? ପ୍ଲିଜ ପ୍ଲିଜ। ହ୍ୟାଲୋ। କ'ଣ ଏତେ ଜଣ କହିବେ? ଡରନ୍ତୁ ନାହିଁ ପ୍ଲାଟଫର୍ମରେ, ପ୍ଲିଜ ପ୍ଲିଜ କୁହନ୍ତୁ। ଆହ୍ଲାଦ ମହାପାତ୍ର ସାର୍ କୁହନ୍ତୁ, ଆପଣ ଟିକେ କୁହନ୍ତୁ ଆପଣଙ୍କର ଏକ୍ସପିରିଏନ୍ସ। ଆପଣ ହାତ ନ ଟେକିଲେ ମୁଁ ସମସ୍ତଙ୍କୁ ବାଧ୍ୟ ହେଇକି ଦେବି, କ'ଣ କରିବି? ଆଇ ତ ଡିସ୍କସନ୍ କ୍ଲାସ୍। ହଁ ସାର୍ ନମସ୍କାର। ପ୍ଲାଟଫର୍ମରେ ଉପସ୍ଥିତ ସମସ୍ତଙ୍କୁ ମୋର ନମସ୍କାର। ନମସ୍ତେ ଶୁଭୁଛି ସାର୍। ସାର୍? ହଁ ଶୁଭୁଛି ସାର୍, ୟେସ୍। ମୁଁ ତ ସାର୍ ଗୋଟେ ମାସ, ମୋର ଅଭିଜ୍ଞତା ଗୋଟେ ମାସ। ଏ ଭିତରେ ମୁଁ ନିଜେ ଫିଲ୍ କରୁଛି ସାର୍, ମୋ ଭିତରେ କିଛି ନେଗେଟିଭିଟି ଥିଲା ଏବଂ ସେଗୁଡାକ ଆସ୍ତେ ଆସ୍ତେ ପଜିଟିଭିଟିରେ ଆସୁଛି, ଚେଞ୍ଜ ହଉଛି ଧୀରେ ଧୀରେ। ଗୋଟେ ମାସ ଭିତରେ ସାର୍ ବହୁତ କିଛି ପରିବର୍ତ୍ତନ ହେଇଛି ସାର୍। ଏବଂ ତା ସହିତ ମୁଁ ଯୋଉ କିଛି କାମରେ ଟିକେ ନେଗ୍ଲିଜେନ୍ସ ଥିଲା, ସେଠି ଟିକେ ପରଫେକ୍ଟ ଟାଇମ ହେଇ ଆସୁଛି। ଆଉ ସାର୍ ମୋର ଗୋଟେ ବ୍ୟାଡ ହ୍ୟାବିଟ, ପାନ ଖାଇବାଟା ଥିଲା ସାର୍। ପାନ ଖାଇବା ଗୋଟେ ବ୍ୟାଡ ହ୍ୟାବିଟ ଥିଲା, ସେଟା ମଧ୍ୟ ପୁରା ଛାଡିନି ସାର୍, କିନ୍ତୁ କଣ୍ଟ୍ରୋଲ ହେଇଗଲା ସାର୍, ବହୁତ କଣ୍ଟ୍ରୋଲ ହେଇଗଲା। ଆଉ ଖୁବ ଶୀଘ୍ର ସାର୍ ଏଇଟା ମଧ୍ୟ ହେଇଯିବ ସାର୍, ଛାଡିଦେବି। ମୋର ମନରେ ଗୋଟେ ମାନେ ବିଶ୍ୱାସ ପଳେଇ ଆସିଛି, ଆତ୍ମବିଶ୍ୱାସ ପଳେଇ ଆସିଛି, ଖୁବ ଶୀଘ୍ର ଏଇଟା ଛାଡିଦେବି। କାହିଁ ସାର୍ ଆପଣ ଫାର୍ଷ୍ଟ କ୍ଲାସରେ କହିଥିଲେ ଆପଣଙ୍କର କଣ ବ୍ୟାଡ ବ୍ୟାଡ ହ୍ୟାବିଟ୍ସ କଣ ଅଛି? ସେ ବ୍ୟାଡ ହ୍ୟାବିଟ୍ସ ମୁଁ ଲେଖିଲା ବେଳକୁ ମୋ ହାତ ଗଲାନି ସାର୍। ମୁଁ ଏଇ ବ୍ୟାଡ ହ୍ୟାବିଟରେ ମୁଁ ଥିବି ବୋଲି ଗୋଟେ ଖରାପ ଲାଗିଲା ସାର୍। ତେଣୁ ମୁଁ ସେଟା ଛାଡିବି ବୋଲି ନିଷ୍ପତ୍ତି ନେଲି। ଆଉ ସାର୍ ଖୁବ ଶୀଘ୍ର ମୁଁ ଛାଡିଦେବି ସାର୍। ୱିଦିନ୍ ନେକ୍ସଟ ମନ୍ଥ ଭିତରେ ମୁଁ ଛାଡିଦେବି ସାର୍। ଏ ମାସ ସରିଲା, ନେକ୍ସଟ ମନ୍ଥ ଭିତରେ ପୁରା କମ୍ପ୍ଲିଟ ହେଇଯିବ ସାର୍। ସେକେଣ୍ଡଲି ସାର୍, ମାନେ ମୁଁ ଯେତିକି କାମ କରୁଛି ସାର୍, ମୋର ମାନେ ଷ୍ଟୁଡେଣ୍ଟ ଗୁଡାକ ଯୋଉମାନେ ଅଛନ୍ତି, ସେମାନେ ମୋର କ୍ଲାସ ମୁଁ ଯେତେବେଳେ ନଉଛି ସାର୍, ସେମାନେ ବହୁତ ପଜିଟିଭଲି ସେମାନେ ନଉଛନ୍ତି। ଆଉ ଗତ ଥର ଆମର ମଝିରେ ଯୋଗା କ୍ଲାସ, ଯୋଗା ମାନେ ଗୋଟେ ଥିଲା ସାର୍, ଯୋଗ ଦିବସ। ଯୋଗ ଦିବସରେ ମୁଁ କଣ କଲି, ସେମାନେ ପିଲାଙ୍କୁ ଟ୍ରାଏଲ ଦେଖିଲି ଯେ ସେମାନେ ଯୋଗରେ ମାନେ ସେମାନେ କେମିତି ଯୋଗ କରିପାରୁଛନ୍ତି ନା ନାହିଁ, ଗୋଟେ ଟ୍ରାଏଲ ନେଲି। ସେମାନଙ୍କୁ ସମସ୍ତଙ୍କୁ ବସିକି ସେମାନଙ୍କୁ କହିଲି, ମାନେ ଯେମିତି ଆମର ଯୋଗ କ୍ଲାସ ଆପଣଙ୍କର ଯୋଉ କରୁନାହାନ୍ତି କି ସାର୍, ସେଇଟା ମୁଁ କଲି, ଟ୍ରାଏଲ କଲି। ଆଉ ପିଲାମାନେ ସାର୍ ବହୁତ ଭଲ ରେସ୍ପଣ୍ଡ କଲେ। ରେସ୍ପଣ୍ଡ କଲା ପରେ ସେମାନେ ଗୋଟେ ପ୍ରାୟ 5-10 ମିନିଟ ସାର୍ ପୁରା କ୍ଲାସ ପୁରା ସାଇଲେଣ୍ଟ ହେଇଗଲା। ସାଇଲେଣ୍ଟ ହେଇଗଲା। ତାପରେ ସାର୍ ସେମାନେ ନେକ୍ସଟ ଡେ ଆସି କହିଲେ, ନାଇଁ ସାର୍ ଆମକୁ ଆଉ ଥରେ ଯୋଗ କରନ୍ତୁ ବୋଲିକି। କିନ୍ତୁ ସାର୍ ଯେହେତୁ ସମୟ କମ, ତେଣୁ ମୋ ପାଖରେ ଆଉ ମଝିରେ ମଝିରେ ସେମିତି କରୁଛି, କିନ୍ତୁ ଡେଇଲି ମୁଁ କରେଇ ପାରୁନି। ଏତିକି ସାର୍। ସମସ୍ତଙ୍କୁ बहुत ନମସ୍କାର। बढ़िया। थैंक यू सो मच ସାର୍, ଥ୍ୟାଙ୍କ ୟୁ ସୋ ମଚ୍। ବହୁତ ସୁନ୍ଦର। ଟିକେ ସମସ୍ତେ ତାଳି ଦିଅନ୍ତୁ ସାର୍ଙ୍କ ପାଇଁ ମଧ୍ୟ। ବହୁତ ସୁନ୍ଦର ମତାମତ ଦେଇଛନ୍ତି, ଯୋଉଟା ଶୁଭମ ମ୍ୟାଡ଼ାମ କହିଲେ କି ସାର୍ କହିଲେ,
एक्चुअली ମୁଁ କୁହେ ଅନେକଙ୍କୁ କର୍ମକ୍ଷେତ୍ରରେ ୱାର୍କପ୍ଲେସ୍ରେ ଯଦି କୌଣସି କର୍ମଚାରୀଙ୍କ ସହିତ ମନୋମାଳିନ୍ୟ ଅଛି ବା ମନାନ୍ତର ବା ମତାନ୍ତର କିଛି ବି ରହୁଛି, ଆପଣ ତାଙ୍କୁ ଗ୍ରାଟିଚ୍ୟୁଡ଼ରେ ଯଦି ସ୍ଥାନିତ କରିଦେଉଛନ୍ତି ନା, ତାଙ୍କ ପାଇଁ ମଙ୍ଗଳ କାମନା କରିଦେଉଛନ୍ତି ଭଗବାନଙ୍କୁ, ଟ୍ରେମେଣ୍ଡାସ୍ ପରିବର୍ତ୍ତନ ହେବ। ଏ କଥା ମୁଁ ସମସ୍ତଙ୍କୁ କୁହେ ଆଉ ରେଜଲ୍ଟ ମଧ୍ୟ ମିଳେ। ଯାହା ଶୁଭମ ମ୍ୟାଡ଼ାମ୍ ଏଠି କହିଲେ ତାଙ୍କ ପ୍ରାକ୍ଟିକାଲ କଥା, ସେଇଟା ସତରେ ହୁଏ। ଆପଣ କେବଳ ୱାର୍କପ୍ଲେସ୍ ନୁହଁ, ଏଇ ସଂସାରରେ ଯେଉଁଠି ବି ଆପଣ ପଡ଼ୋଶୀ ହୁଅନ୍ତୁ, ଘର ଲୋକ ହୁଅନ୍ତୁ, ଯିଏ ବି ତା ପ୍ରତି ଯିଏ ବି ଆପଣଙ୍କୁ କୌଣସି ଖରାପ ବ୍ୟବହାର କଲା, ଆପଣଙ୍କ ମନ କଷ୍ଟ କଲା, ଆପଣଙ୍କୁ ଦୁଃଖ ଦେଲା, ଯାତନା ଦେଲା, ଆପଣ ଖୋଲା ହୃଦୟରେ ତା ପାଇଁ ମଙ୍ଗଳ କାମନା କରନ୍ତୁ। କାରଣ ସେଇ ସମୟରେ ଯଦି ତାକୁ ଆପଣ ଦେଖିପାରୁଛନ୍ତି କି ଭଗବାନଙ୍କୁ ଯଦି ସେଇ ସମୟରେ ତା ଭିତରେ ଆପଣ ଦେଖିପାରୁଛନ୍ତି ଯେ ଏଇଠି ଭଗବାନ ମୋତେ କ'ଣ ଶିକ୍ଷା ଦେବା ପାଇଁ ଚାହାନ୍ତି, ତାହେଲେ ଆପଣ ପ୍ରକୃତ ଆଧ୍ୟାତ୍ମିକତା ଭିତରକୁ ପଶିଯିବେ। ତାହା ହିଁ ଆଧ୍ୟାତ୍ମିକତା। ଏବଂ ତାର ମଙ୍ଗଳ କାମନା ଯେତେବେଳେ କରୁଛନ୍ତି ଯେ ହେ ଭଗବାନ ତାର ମଙ୍ଗଳ କରନ୍ତୁ, ଗ୍ରାଟିଚ୍ୟୁଡ୍ ଲେଖି ଦେଉଛନ୍ତି ନା, ସୁନ୍ଦର ପରିବର୍ତ୍ତନ ହେଇଯିବ। ବେଶୀ ଦିନ ଲାଗିବ ନାହିଁ, ଅଳ୍ପ ଦିନ ଭିତରେ ସମ୍ପର୍କ ସୁଧୁରିଯିବ, ବହୁତ ଭଲ ହେଇଯିବ। ଏଇଟା ଗ୍ରାଟିଚ୍ୟୁଡ୍ର ମହତ୍ଵ। ଓକେ, ବହୁତ ସୁନ୍ଦର। ରବୀନ୍ଦ୍ର କୁମାର ସ୍ୱାଇଁଙ୍କୁ ଶୁଣିବା ଆମେ। ତାଳି ଦିଅନ୍ତୁ ସମସ୍ତେ ଆହ୍ଲାଦ ମହାପାତ୍ର ସାର୍ଙ୍କ ପାଇଁ, ମଙ୍ଗଳ କାମନା କରନ୍ତୁ। ଏବଂ ରବୀନ୍ଦ୍ର ସାର୍ଙ୍କ ପାଇଁ ୱେଲକମ୍, ତାଳି ଦିଅନ୍ତୁ। ଭେରି ଗୁଡ୍। ସାର୍ ନମସ୍କାର। ୟେସ୍ ସାର୍, ନମସ୍କାର। କମ୍ୟୁନିଟିର ସମସ୍ତ ମେମ୍ବର ମାନଙ୍କୁ ମୋର ନମସ୍କାର। ସାର୍ ମୁଁ ସମସ୍ତଙ୍କ କଥା ତ ଶୁଣୁଥିଲି, ସମସ୍ତଙ୍କ କଥା ଭିତରେ ମୋ କଥା ଗୁଡାକ ମଧ୍ୟ ଲୁଚିକିରି ଅଛି ସବୁ। ଯାହା ମଧୁମିତା ମ୍ୟାଡାମ କହୁଥିଲେ, ଶୁଭମ ମ୍ୟାଡାମ କହୁଥିଲେ, ମନସ୍ୱିନୀ ମ୍ୟାଡାମ କହୁଥିଲେ, ବିଷ୍ଣୁପ୍ରିୟା ମ୍ୟାଡାମ କହୁଥିଲେ, ରାଜେଶ ସାର୍ଙ୍କ କଥା ମଧ୍ୟ ଶୁଣୁଥିଲି। ସାର୍ ମୋର ଆଉ 3 ମାସ ପରେ ଆପଣଙ୍କ ସହିତ ଯୋଡି ହବା 1 ଇୟର ହେଇଯିବ। ତେଣୁ 1 ଇୟର ଭିତରେ ସାର୍ ପରିବର୍ତ୍ତନ ତ ଅନେକ ଆସିଛି। ଯେମିତି ନିଜେ ସକାରାତ୍ମକ ରହିବା। ଆଗରୁ ଟିକେ ଟିକେ କଥାରେ ଗୋଟେ ଇରିଟେସନ ରହୁଥିଲା, ମାନେ ଟିକେ ଚିଡିଯାଏ, ବହୁତ ଜୋରରେ ଚିଡିଯାଏ। ଆଉ କିଏ କଣ କହୁଛି ତା କଥାଟାକୁ ଟିକେ ଭଲସେ ନ ଶୁଣିକିରି ଗୋଟେ ମାନେ ରିଆକ୍ଟ କରିବା। ସାର୍ ଏଇ ସବୁ ଜିନିଷ ଗୁଡାକ ପ୍ରାୟ ଲୋପ ପାଇଛି। ଆଉ ସକାରାତ୍ମକ ରହିବାଟା ସବୁବେଳେ ଗୋଟେ ମନ ଭିତରେ ମାନେ ପୁଞ୍ଜୀଭୂତ ହେଇକି ରହୁଛି ଯେ କୌଣସି ସିଚୁଏସନ କୁ ନେଗେଟିଭଲି ନ ନବା, ସମସ୍ତଙ୍କୁ ପଜିଟିଭଲି ଗ୍ରହଣ କରିବା। ଏଇ ଜିନିଷ ଗୁଡାକ ସାର୍ ବହୁତ ଭଲ ଭାବରେ ଡେଭଲପ କରିଛି। ଯଦି କେତେବେଳେ ବି ଟିକେ ଏନର୍ଜି ଲୋ ହେଇଯାଉଛି, ପୁଅ ମତେ ରିମାଇଣ୍ଡ କରେଇ ଦଉଛି, ବାବା ଆପଣ ପରା ଏସ୍ କେ ମିଶ୍ର ସାର୍ଙ୍କ କ୍ଲାସ କରୁଛନ୍ତି, ସାର୍ କଣ କହିଛନ୍ତି ସବୁବେଳେ ପଜିଟିଭ ରହିବା ପାଇଁ। ତେଣୁ ତାର ପରିବାରରେ ତା ଉପରେ ମଧ୍ୟ ବହୁତ ପ୍ରଭାବ ପଡିଛି ଆପଣଙ୍କର ସବୁ କଥା ଗୁଡାକ। ଯଦିଓ ସେ ସବୁ କ୍ଲାସ ଗୁଡାକ କରିପାରୁନି, କିନ୍ତୁ ସେ ବି ମଧ୍ୟ ଆସ୍ତେ 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 ସକାରାତ୍ମକ ହବାରେ ଲାଗିଛି। ଆଉ ମୋ ଭିତରେ ତ ସୂକ୍ଷ୍ମ ଭାବରେ ବହୁତ ପରିବର୍ତ୍ତନ ହଉଛି। ଆଉ ମୁଁ ମୋର ଯୋଉ ଅନୁଷ୍ଠାନରେ ଚାକିରି କରିଛି, ସେଠି ମଧ୍ୟ ସମସ୍ତଙ୍କର ପ୍ରିୟ ଭାଜନ ହବା ପାଇଁ ଲାଗୁଛି। ଅଧ୍ୟକ୍ଷ, କର୍ମଚାରୀ ଆଉ ତଳ କର୍ମଚାରୀ ଯୋଉମାନେ ଅଛନ୍ତି ମଧ୍ୟ ସମସ୍ତେଙ୍କର ଭଲ ପାଇବା ମଧ୍ୟ ମିଳୁଛି। ଯୋଉଟା ଆଗରୁ ମାନେ ଗୋଟେ ନେଗେଟିଭ ମାଇଣ୍ଡ ସେଟ ରହୁଥିଲା, ସେଇଟା ସାର୍ ସମ୍ପୂର୍ଣ୍ଣ ଭାବରେ ଚେଞ୍ଜ ହେଇଯାଇଛି। ଆଉ ସେ ପରିବର୍ତ୍ତନ ପାଇଁ ସାର୍ ଆପଣଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରୁଛି ଆଉ ଧନ୍ୟବାଦ ଅର୍ପଣ କରୁଛି ମଧ୍ୟ। ଥ୍ୟାଙ୍କ ୟୁ ବହୁତ ସାର୍। ବହୁତ 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 ବଢ଼ିଆ, ଧନ୍ୟବାଦ। ଗଡ୍ ବ୍ଲେସ୍ ୟୁ। ଭଗବାନ ଆପଣଙ୍କୁ ଆହୁରି ସୁନ୍ଦର ବହୁତ ଖୁସି ଦିଅନ୍ତୁ, ପ୍ରଚୁର ଖୁସି ଦିଅନ୍ତୁ। ସମସ୍ତେ ଟିକେ ତାଳି ଦେଇକି ସମସ୍ତେ ମଙ୍ଗଳ କାମନା କରନ୍ତୁ ସାର୍ଙ୍କ ପାଇଁ। ବହୁତ ସୁନ୍ଦର। ଏମିତି ପରିବର୍ତ୍ତନ ଧୀରେ ଧୀରେ ଆମକୁ ନେବ, କାରଣ ସକାଳୁ ସକାଳୁ ଆମେ ବହୁତ ସକାରାତ୍ମକ
କ୍ଲାସ୍ ରେ ଆସୁଛନ୍ତି ଏବଂ ନିଜକୁ ଆମେ ସକାରାତ୍ମକ। ହଁ ସାର୍, ରବୀନ୍ଦ୍ର ସାର୍ କୁହନ୍ତୁ। ସାର୍ ସାର୍ ଆଉ ଟିକେ କଥା ଅଛି ମୋର, ନିଶ୍ଚିତ ଏଇଟାକୁ ଆପଣ ନିଶ୍ଚିତ। ମାନେ ସମସ୍ତ କମ୍ୟୁନିଟି ମେମ୍ବର ମାନଙ୍କ ପାଖରେ ମୋର ଗୋଟେ ମାନେ ରିକ୍ୱେଷ୍ଟ ଏଇଟା ଯେ ଆମେ ଯୋଉମାନେ କମ୍ୟୁନିଟିରେ ଅଛେ ଆମେ ସମସ୍ତେ ତ ପରସ୍ପରକୁ ମାନେ ଗୋଟେ ଦିନ ନ ଦେଖିଲେ ରହିପାରୁନେ। ୟାର ଅର୍ଥ ହଉଛି ଯେ ଆମେ କ୍ଲାସ ନ କଲେ ଆମକୁ ସେ ଦିନଟା ଭଲ ଲାଗୁନି। ତେଣୁ ମୋର କହିବା କଥା, ଆମେ ପ୍ରଥମରୁ ଯେତେ ମେମ୍ବର ଆମେ ଜଏନ କରିଥିଲେ ଏଇ ମର୍ଣ୍ଣିଂ ଭିଜୁଆଲାଇଜେସନ କ୍ଲାସରେ, ଆମମାନଙ୍କର ସଂଖ୍ୟା କ୍ରମାଗତ ଭାବରେ ହ୍ରାସ ପାଉଛି। ତେଣୁ ସେ ଦିଗରେ ଆମେ ସମସ୍ତେ ଟିକେ ଯତ୍ନବାନ ହେବା, ଯେମିତି ଆମ ପରିବାରର ମେମ୍ବର ମାନଙ୍କ ସଂଖ୍ୟା ବଢିବ ଆଉ ସମସ୍ତେ ପରସ୍ପର ସହିତ ସ୍ନେହ ଶ୍ରଦ୍ଧାରେ ବାନ୍ଧି ହବା ଏବଂ ସାର୍ଙ୍କୁ ଆହୁରି ଆଗକୁ ନବା। ସାର୍ଙ୍କର ଯୋଉ ଉଦ୍ଦେଶ୍ୟ ଥିଲା ଯେ ଓଡିଶାକୁ ଗୋଟେ ହାପି ଷ୍ଟେଟ କରିବା, ଆମ ସମସ୍ତଙ୍କର ଯେମିତି ସହଯୋଗ ବା ଅବଦାନ କିଛି କିଛି ମାତ୍ରାରେ ରହିବ। ଗୁଣ୍ଡିଚି ମୂଷା ଭଳି ସମସ୍ତଙ୍କର ଅବଦାନ ରହୁ। ବହୁତ ବଢିଆ, ଥ୍ୟାଙ୍କ ୟୁ ସୋ ମଚ୍। ମୋ ହୃଦୟର କଥାଟି ଆପଣ ବ୍ୟକ୍ତ କରିଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଗଡ୍ ବ୍ଲେସ୍ ୟୁ, ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ। ବହୁତ ସୁନ୍ଦର, ୟେସ୍, ବହୁତ ବଢିଆ। ବଢିବେ, ଧୀରେ 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 ସବୁ ବଢିବେ। ଆମେ ପଜିଟିଭଲି ନେଉଛନ୍ତି, ସକାରାତ୍ମକ। କ'ଣ ହୁଏ ନା, କୌଣସି ନକାରାତ୍ମକ ପରିବେଶରେ କିଛି ହେବ, ସେଠି ହଠାତ୍ ବଢ଼ିବେ। ଆପଣ କୌଣସି ନକାରାତ୍ମକ ଘଟଣା ଘଟେଇ ଦିଅନ୍ତୁ କେଉଁଠି, ଲୋକର ସମାଗମ ସେଠି ଦେଖିବେ କେତେ ଭିଡ଼ ହେଇଯିବ, ତତ୍କ୍ଷଣାତ୍ ଆପଣ ଭାବି ବି ପାରିବେ ନାହିଁ। କିନ୍ତୁ ସକାରାତ୍ମକ ପରିବେଶଟା ଧୀରେ 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 ବଢ଼େ। ନକାରାତ୍ମକଟା ହଠାତ୍ ବଢ଼ିବ, ହଠାତ୍ ଛିଣ୍ଡିବ। ସକାରାତ୍ମକଟା ଧୀରେ 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 ବଢ଼ିବ ଏବଂ ମଜବୁତ ହେଇ ହେଇ ଚାଲିବ। ଆମେ ସମସ୍ତେ ଆଶାବାଦୀ ଏଇ ଓଡ଼ିଶାକୁ ଗୋଟେ ହାପିଏଷ୍ଟ ଷ୍ଟେଟ୍ ତିଆରି କରିବା ଏବଂ ସେଥିପାଇଁ ଆମ ସମସ୍ତଙ୍କର ରୁଲ୍ ରହିଛି, କର୍ତ୍ତବ୍ୟ ରହିଛି କି ନିଜର ଅନ୍ତଃ ପୃଥିବୀକୁ ପରିବର୍ତ୍ତନ କରିଦେଲେ ଆମେ ବାହ୍ୟ ପୃଥିବୀକୁ ପରିବର୍ତ୍ତନ କରିପାରିବା। ଆମ ପାଖରୁ ଆମେ ଯେଉଁ ସକାରାତ୍ମକ ହେଉଛନ୍ତି, ଆମକୁ ବିଭିନ୍ନ ଜାଗାରେ ଯେଉଁ ଚରିତ୍ରମାନେ ଦେଖୁଛନ୍ତି ଆମେ ଜାଣିପାରୁନାହୁଁ, ବଟ୍ ଆମ ପାଖରୁ ତାଙ୍କ ପାଖକୁ, ଆମ ସାମ୍ନା ଲୋକ ପାଖକୁ, ଯିଏ ବି ଆମର 3 ଫୁଟ ଭିତରେ, 3 ଫୁଟ, ଜାଣିଥାନ୍ତୁ ଏଇଟା ଫୁଟ, 1 ଫୁଟ, 3 ଫୁଟ ପରିସୀମା ଭିତରେ ଯିଏ ବି ଆମ ସଂସ୍ପର୍ଶରେ ଆସିଯିବେ, ଆମଠୁ ସକାରାତ୍ମକ ଉର୍ଜା ତା ଭିତରକୁ ଟ୍ରାନ୍ସମିଟ୍ ହେଇଯାଏ। ଆମେ ଜାଣିପାରିବାନି, ସେ ବି ଜାଣିପାରିବେ, 100% ହବ। ଆଉ ସେଇଥିରେ ତାଙ୍କର ଅନେକ ଗୁଡ଼ିଏ ବିଘ୍ନ ବି କଟିଯାଏ, ଅନେକ ଗୁଡ଼ିଏ ମଙ୍ଗଳ ବି ହେଇଯାଏ। ସେମାନେ ଜାଣିପାରନ୍ତି ନାହିଁ କିନ୍ତୁ ହେଇଯାଏ ସଂସ୍ପର୍ଶରେ ଆସିଗଲେ। କାହିଁକି ନା ଆପଣ ଯଦି ଜଣେ ମହାତ୍ମା, ସାଧୁ, ସନ୍ଥ, ଭଲ ଲୋକଙ୍କ ଖାଲି ଆପଣଙ୍କ ଘରକୁ ଆସିଯିବେ, ନା ଖାଲି ଆପଣ ତାଙ୍କ ପାଖରେ ବସିଗଲେ ଆପଣ ଦୁଃଖ ପଳେଇବ। ସେ କିଛି ନ କହନ୍ତୁ, କହିବା ଦରକାର ହିଁ ପଡ଼େନି, ପାଟି ନ ଫିଟାନ୍ତୁ, ବଟ୍ ଆପଣଙ୍କର ଦୁଃଖ ପଳେଇଯିବ। ଆପଣଙ୍କୁ ଏକଦମ ଶାନ୍ତି ଲାଗିବ, ଗୋଟେ ଅଲଗା ଫିଲିଙ୍ଗସ୍ ଲାଗିବ। ଲାଗେ ନା ନାହିଁ? ଏମିତି ଏକ୍ସପିରିଏନ୍ସ ଅଛି ନା ନାହିଁ ଆପଣମାନଙ୍କର? କାହାରି ଅଛି? କ'ଣ ପାଇଁ ସେମିତି ହୁଏ ନା, ଆମକୁ ଦେଖାଯାଉନଥିବା ଅନେକ ସକାରାତ୍ମକ ଉର୍ଜାର ପ୍ରଭାବ ଆମ ଭିତରେ ପଡ଼ିଯାଏ। ସେଇ ପ୍ରଭାବରେ ଆମ ଭିତରେ ଥିବା ଶୋକ, ଦୁଃଖ, ଯାତନା, ଯନ୍ତ୍ରଣା, ପରିତାପ, ଏସବୁ କିଛି କୁଆଡ଼େ ପଳେଇଯାଏ ଏବଂ ଆମେ ସେ କିଛି କ୍ଷଣ ପାଇଁ ବିଭୋର ହେଇଯାଆନ୍ତି, ଗୋଟେ ଅନ୍ୟ ଏକ ମଣିଷ ପାଲଟି ଯାଆନ୍ତି ଆମେ ସେଇ ସମୟରେ। ସାଧୁ ସନ୍ଥ ମହାତ୍ମା ମାନଙ୍କ ସଂସ୍ପର୍ଶରେ ଆସିଗଲେ, ଭଲ ଲୋକଙ୍କ ସଂସ୍ପର୍ଶରେ, ଯେଉଁମାନଙ୍କର ହୃଦୟ ସଫା, ବାହାର ଭିତର ସମାନ, ସେଇ ଲୋକମାନେ ଯୁଆଡ଼େ ଯିବେ ଏକଦମ ଆରାମରେ ଯିବେ। ମୁଁ କିଛି ଫ୍ଲାକ୍ସିଟ୍ ଆଉ କିଛି ଜୁଆଣି ପକାଇ ଦେଇଛି ମଝିରେ ମଝିରେ, ଯାହା ବାହାରି ଆସୁଛି ମୁଁ ଚୋବେଇ ଦେଉଛି ଡକ୍ଟର, କିଛି ଚିନ୍ତା କରନ୍ତୁନି। ପାଟି ଶୁଦ୍ଧି କରିବା ପାଇଁ ଏଇ ଅଭ୍ୟାସ କିନ୍ତୁ ନୁହଁ, ମୋତେ କୌଣସି ଅଭ୍ୟାସ କାବୁ କରିପାରିବ ନାହିଁ। ଏମିତି ଦୁନିଆରେ କୌଣସି ଅଭ୍ୟାସ ନାହିଁ, ମୁଁ ସେଇଟା ଆରମ୍ଭରୁ ନେଇଛି କି ମୋତେ କାବୁ କରିପାରିବ ନାହିଁ। କାବୁ ହଠାତ୍ କାବୁ କରିକି ଏକଦମ ରଖିଦେବ, ସେମିତି ନାହିଁ। ମୁଁ ଏକଦମ ମଜାଦାର ଭାବରେ ଲାଇଫକୁ ନେଉଛି ଆଉ ମୋ ଷ୍ଟୁଡେଣ୍ଟମାନଙ୍କୁ ବି ମୁଁ ଶିଖଉଛି ଏକଦମ ଫ୍ଲେକ୍ସିବଲ୍ ଭାବରେ, ରବର ଭଳିଆ ଲାଇଫକୁ ନିଅନ୍ତୁ, ଏନ୍ଜୟ କରନ୍ତୁ। ଏକଦମ ଏମିତି ହାର୍ଡ ଆଣ୍ଡ ଫାଷ୍ଟ ରୁଲ୍ ନାହିଁ କି ଏଇଆ କଲେ ଯାଇ, ସେୟା କଲେ ଯାଇ, ସେୟା କଲେ ଯାଇ କରି ଟେନସନ୍ ନିଅନ୍ତୁ ନାହିଁ। ଆମେ ଯଦି ମାଇଣ୍ଡକୁ ଫ୍ରି କରିବା ପାଇଁ ଟେନସନ୍ ନେବା, ଟେନସନ୍ ନେଇକି କରିବା, ତ ମାଇଣ୍ଡ ଫ୍ରି ବିନିମୟରେ ତ ଆହୁରି ଟାଇଟ୍ ହେଇଯିବ। ଟାଇଟ୍ ହେଇଗଲେ ଫ୍ରିଡମ୍ ପଳେଇବ। ତେଣୁ ବହୁତ ଖୁସିରେ ଖୁସିରେ ଲାଇଫକୁ ନେବା। ବହୁତ ବଢ଼ିଆ, ସୁନ୍ଦର। ୟେସ୍, ଅମରଜିତ ସାହୁ ସାର୍, ବିଷ୍ଣୁପ୍ରିୟା ମ୍ୟାଡ଼ାମ, ଅମରଜିତ ସାହୁ ସାର୍, ବିଷ୍ଣୁପ୍ରିୟା ମ୍ୟାଡ଼ାମ ତ କହିସାରିଲେଣି। ୟେସ୍, ଅମରଜିତ ସାହୁ ସାର୍। ନମସ୍କାର।
एक कम्युनिटी मिनट सर, समस्त एक मिनट सर, आपको टिके हाईलाइट कर दिए। यस सर, यस, कुहतु। नमस्कार समस्त नमस्कार से मोर कहवा कथा माने मोर तो बहुत चेंजेस होइछि बोली मु निजे जति फील करूछि जो बंधु घर जाउछि। अमरजीत सर गोटे कथा कहूँ खाली टिके प्लीज, माने किसी फिल करेनि, यहाँ रेकर्डिंग चली ओके, यहाँ रेकर्डिंग चलिके रही आपण पछपटे जो सुखुची नहीं छुआंकर टिके खाली साइड कर दिंतु, छेड़ाई कर, यस बस साइड कर दिंतु, बस टिके पछपटा ध्यान देवे, यस बस कहतु सर कहतु। बंधु घर माने कहउछन्ती ए टुटुर तो बहुत चेंजेस होइछि। टुटु मु देखुछि आग अपेक्षा बहुत एते रागिथिले एते चेंजेस होइछन्ती हम देखिबा कहउछु। इने ससुर घर जाइथिले, भाउजंगर ऑपरेशन दिला कटक जाइथिले, तांकर डायबिटीज हाई डायबिटीज थिला। तांको मु गोटे वाटर थेरापी कली, माने आपण वाटर थेरापी करी पुनाती से मु काहाको बंधु बांधव आगे भी किछि कुए ना, से भाबी गोटे जयगुरु भलिया माने गोटे शिक्षा हमको दउछन्ती बेसी गपे ना विकास सहित। से मोर चेंजेस देखि से निजे कहले टिके मु करिबे, से पीले 2 दिन 3 दिन पीले, पीला पर डॉक्टर मासे लाणी कहि भात खाइबेनी टुटु, भात दिटा खाइबे, भात खाइले फेर डायबिटीज पड़िछ, माने सेगुरा आपण से वार्ड फेर मत कहीं कहला। खातु आपण जदि जति इच्छा अछि खातु, गोटे कप खातु, एटु गोटे कप खाइले सेई दिन टेस्ट कले ठीक अछि, ता पर दिन टेस्ट कले कंट्रोल अछि। फिर ऑपरेशन कि काली 3 दिन पूर्व खोलिले, ड्रेसिंग करके स्टेज खोलिले, कहले पूरा सुखी जाइए और बहुत भल अच्छी, माने सब वाटर चार्ज कर पूछते पानी। झियो मो झियो मु आम परिवार भी किसी क्या बाध्य करे ना, निजे मत देखु अनुप्राणित हूँ, मु क्या बाध्य करे ना। झियो मत प्राय 15 दिन लगे बापा टे मु तो कहूल क्लास करिया सार सहित मिसी क्लास कर व्यवस्था कर, मैंने मत सार को 3 थर लगे फोन सारे उठौना, कौन करी व्यस्त सार अच्छा मत भल लगे ना, सार व्यस्त थे। काली आप आलोचना कले मोटे सुजोग पाइली, मुझे सार सहित कथा हेबी, झील को कहली झील सार मत ग्रीन सिग्नाल देते कथा कथा हम, जे कहला हाँ बापा कथा मुझे क्लास करी मोर 10th परीक्षा केमी सक्सेस हम, सी तार है कि मुझे अनुभव करुच्ची परिवार लोक बंधु लोक मत कि मो सागर अनुप्राणित होती कहते टुटू किसी परिवर्तन होती, टुटू जहाँ कर भाग्य हेले क्लास कर जा मु बेले बेले सर ट्रेस रहिले आपण कथा ख्याल पड़ जाऊँगी, आपण मुह को अनै दूसरी आप हसुँच, मुझे मन मन हसुची, हसला पर से ट्रेसटा पलाऊँ जाओ से आपको बहुत बहुत धन्यवाद। मु बेसी ध्यान दिए मधुमिता मैडम को, से सब बेले हसुवे आ मनस्विनी मैडम तो सब बिंदास कह ठीक अच्छे रखुचे नमस्कार। बहुत बढ़िया सुंदर, बहुत बढ़िया, थैंक यू सो मच। हाँ, अमरजीत सार को छुआ क्लास को आसी पठे दी सारी सी। हाँ बहुत बढ़िया, थैंक यू सो मच। आशा करिबा 10th क्लास रे बहुत भल रिजल्ट देखी पिला आसु, समस्त तथास्तु कर दिंतु छुआ को, तथास्तु तथास्तु तथास्तु, यस बहुत बढ़िया, थैंक यू सो मच। विष्णुप्रिया मैडम कौन कहते कहतु, दी थर हाथ टेकिले, यस। ସାର୍ ଗୋଟେ ଏକ୍ସପିରିଏନ୍ସ ଆପଣଙ୍କ ବିଷୟରେ ମୁଁ କହିଲି। ମୁଁ ଯେତେବେଳେ ବାଙ୍ଗାଲୋରରେ ଥିଲି, ମୋ ପୁଅର କରୋନା ହେଇଥିଲା, ମୁଁ ଆପଣଙ୍କୁ ଫୋନ କରିଥିଲି। ମୋର ମନେ ପଡିଲା ଚକ୍ର ହିଲିଂରେ କେମିତି କରିବି, ତାକୁ ହିଲ୍ କରିବି, ମୁଁ ଦୂରରେ ଥିଲି ତା ପାଖରୁ। ଫାର୍ଷ୍ଟ ଡେରେ ମୁଁ ଆପଣଙ୍କୁ ଫୋନ କରିଥିଲି, ଉଠେଇ ନଥିଲେ। ମୁଁ ନିଜେ ହିଲିଂ କଲି, ନିଜେ ହିଲିଂ କଲା ପରେ କିଛି ଭୁଲ ରହିଲା, ତାପରେ ଆପଣ ମତେ ଯୋଉ ଶିଖେଇଲେ ଏମିତି ଏମିତି କରିବେ, ମୁଁ ଦେଖିଲି 3 ଦିନ ପରେ ତା ପାଖକୁ ଗଲି, ସିଏ କ୍ଲିୟର ହେଇଯାଇଛି, ବଟ୍ ମୁଁ ପଡିଗଲି କରୋନାରେ। ଏଇଟା ଗୋଟେ ବଡ ଏକ୍ସପିରିଏନ୍ସ ଆପଣଙ୍କର। ତାପରେ ଯୋଉ ଏବେ ଯୋଉ ଇନସିଡେଣ୍ଟଟା ମୋର ହେଲା, ମୁଁ ଆପଣଙ୍କ ସାଙ୍ଗେ କଥା ହେଲି, ମୁଁ ଏତେ ପଜିଟିଭ ଥିଲି, ରାତି 2ଟାରେ ଘଟଣା ଘଟିଲା, ତଥାପି ମୁଁ ସକାଳୁ ଉଠିକି କ୍ଲାସ କରିଛି ପଜିଟିଭ। ଆଉ ମୁଁ ଯେତେବେଳେ ମେଡିକାଲ ଗଲି, ମୁଁ ହପନପ ପ୍ରେୟାରଟା କରି କରିକି ଯାଇଥିଲି। ଏତେ ଟେଷ୍ଟ ହେଲା ସାର୍, ହାର୍ଟର ତ ସବୁ କିଛି ଥିଲା ଲକ୍ଷଣ, କିନ୍ତୁ ହାର୍ଟର କିଛି ବି ପ୍ରୋବ୍ଲେମ ବାହାରିଲାନି। ଗୋଟେ ସବୁଠୁ ଗୋଟେ ବଡ ଏକ୍ସପିରିଏନ୍ସ। ଆଉ ଥରେ ବି ବାଙ୍ଗାଲୋରରେ ଦେହ ଖରାପ ଯେତେବେଳେ ହେଇଥିଲା, ଆପଣ ମତେ ଦେଇଥିଲେ ପଜିଟିଭ, ଯେ ହଁ ହୁଏ ସେମିତି, ଡାକ୍ତରମାନେ କହିଲେ ଲାଗେ ସେମିତି ହଠାତ୍ କି। କିନ୍ତୁ ସେଦିନ ବି ମୁଁ ସେ ହପନପ ପ୍ରେୟାର କରିକି ହିଁ ଯାଇଥିଲି, ଯେ କଣ ପାଇଁ ସେତେବେଳକୁ ବି ମୋର ସବୁ ନର୍ମାଲ ବାହାରିଥିଲା। ତ ଏତେ ବଡ ଘଟଣା ପରେ ବି ମୁଁ ପଜିଟିଭ କେମିତି ରହିଲି ମୁଁ ନିଜେ ଜାଣିପାରିଲିନି, କିନ୍ତୁ ଆପଣ ଯେତେବେଳେ ଡାକ୍ତରଖାନାରେ ଥିଲି କଥା ହେଇଥିଲେ,
ମତେ ବହୁତ ପଜିଟିଭ ଏନର୍ଜି ମିଳିଥିଲା। ସବୁଠୁ ବଡ ଏକ୍ସପିରିଏନ୍ସ। ଆଉ ବେଳେ ବେଳେ ପର୍ସନାଲି ଆପଣଙ୍କ ସାଙ୍ଗେ କଥା ହେଇକି ଯୋଉ ସବୁ ମତାମତ ମୁଁ ପାଏ ଯେ ମ୍ୟାଡାମ ଏଇଟା କରନ୍ତୁ ଏଇଟା କରନ୍ତୁ, ସେଇ ସବୁ ଜିନିଷ ମତେ ବହୁତ ଆଫେକ୍ଟ କରେ। ଧନ୍ୟବାଦ बहुत sir। बढ़िया, बहुत बढ़िया। थैंक यू सो मच, थैंक यू सो मच। गॉड ब्लेस यू। ସମସ୍ତେ ଟିକେ ତାଳି ଦେଇ ଦିଅନ୍ତୁ ମ୍ୟାଡ଼ାମକୁ, ଶୁଭକାମନା ଜଣାନ୍ତୁ କି ଏକ୍ସପିରିଏନ୍ସ ଗୁଡ଼ାକ ବଢ଼ିଆ ଲାଗୁଛି କି ଆପଣମାନେ ଏକ୍ସପିରିଏନ୍ସ କରୁଛନ୍ତି, ସବୁ ଟେକ୍ନିକ୍ ଟୁଲ୍ ଟେକ୍ନିକ୍ସ ଷ୍ଟ୍ରାଟେଜି ଯାହା ଶିଖିଛନ୍ତି ତାକୁ କରୁଛନ୍ତି। ଏଇଟା ବହୁତ ଭଲ। ସମୟ ପ୍ରାୟ ସରିଯାଇଛି ଆମ ପାଖରେ, ସମୟ ଆଉ ନାହିଁ। ସମୟକୁ ଆମେ ପୁଣି ଦିବ୍ୟ ସଂଯୋଗ କ୍ଲାସ୍ ଅଛି। ରାଜେଶ ସାର୍ କ'ଣ କହୁଛନ୍ତି? ଥରେ ଥରେ ଆପଣମାନେ କହିସାରିଲେଣି, ଖାଲି ଜଷ୍ଟ ଗୋଟେ ସେକେଣ୍ଡ 2 ସେକେଣ୍ଡ ପାଇଁ କହିଦିଅନ୍ତୁ କ'ଣ କହୁଛନ୍ତି। ଆକ୍ଚୁଆଲି ସାର୍ ଏଇ 15-20 ଦିନ ତଳେ ମିସେସ୍ ର ଯୋଉ ସୁନା ରିଙ୍ଗ ଟା ଯେତେବେଳେ ସେ ଉଠିଲା, ସୁନା ରିଙ୍ଗ ଟା ଆଉ ନାହିଁ, ମାନେ ଗୋଟେ ଅଛି ଆଉ ଗୋଟେ ନାହିଁ। ଆମେ ପାଖାପାଖି ଅଧଘଣ୍ଟେ ପାଖାପାଖି ଖୋଜାଖୋଜି ହେଲା, ତାର ମୋ ମାଇଣ୍ଡରେ ଗୋଟେ ଆସିଗଲା ଡିଭାଇନ ରିଚ୍ ନାଉ, ଡିଭାଇନ ରିଚ୍ ନାଉ ଏଇ ଟାଇପର ଆମେ କହିବା। ଯେତେବେଳେ ମୁଁ ଡିଭାଇନ ରିଚ୍ ନାଉ କଣ୍ଟିନ୍ୟୁ କହିଚାଲିଲି, ତଥାପି ମୁଁ ପାଇଲିନି, ଅଧଘଣ୍ଟା ହେଇଗଲାଣି। ତାପରେ ମୋ ବାବାଙ୍କୁ ବି ମୁଁ କହିଛି, ବାବା ତୁ ବି କହ ଡିଭାଇନ ରିଚ୍ ନାଉ, ଡିଭାଇନ ରିଚ୍ ନାଉ। ଦେଖିଲା ବେଳକୁ ସେ ବେସିନ ପାଖରେ ତାର ରିଙ୍ଗ ଟା ପଡିଛି, ଯୋଉ ବେସିନ ଯୋଉଟା ଆମେ ଦାନ୍ତ ଘଷୁଛେ, ବେସିନ ପାଖରେ ପଡିଛି ରିଙ୍ଗ ଟା। ତାପରେ କଣ, ଯୋଉ ରିଙ୍ଗ ର ବ୍ୟାକ୍ ସାଇଡ ରେ ଗୋଟେ ଛୋଟିଆଟା ଥାଏ, ତାର ଯୋଉ ପିନ୍ ଟା, ସେଟା ମିସିଂ ହେଇଯାଇଛି। ମୁଁ କହିଲି ନା, ଏଟା ତା ଭିତରେ ପଶି ଯାଇଛି, ଆଉ ଏଟା ମିଳିବନି। ତାପରେ କିଏ ଗୋଟେ ହଠାତ୍ ଆମ ପଡୋଶୀ କଲେ, କେବେ ପଛଟା କେବେଳେ ପଶିବନି ଆମର ବେସିନ ଭିତରେ, ଏଟା ବାହାରେ କୋଉଠି ପଡିଥିବ। ପୁଣି ତାପରେ କହିବା ଷ୍ଟାର୍ଟ ହେଲା ଡିଭାଇନ ରିଚ୍ ନାଉ, ଡିଭାଇନ ରିଚ୍ ନାଉ। ଯେତେବେଳେ ରୋଷେଇ ଘର ତାର କବାଟ ପାଖରେ ସେ ଛୋଟିଆ ରିଙ୍ଗ ଟା ପଡିଛି, ମାନେ ହଠାତ୍ ନଜରିଆ ସେଇଠି ପଡିଗଲା। ତାହେଲେ ମୋର ଦିଟାଙ୍କ ସେଟ୍ ମୋର ମିଳିଗଲା ପୁରା, ଯୋଉଟା କି ମୁଁ ଅଧଘଣ୍ଟେ ଖୋଜୁଥିଲି। କିନ୍ତୁ ଯାଉ ମାନେ ମିନିମମ୍ 45 ମିନିଟ୍ସ ଭିତରେ ମୋର ଦିଟାଙ୍କ ଜିନିଷ ମିଳିଗଲା। ସେଥିପାଇଁ ଥ୍ୟାଙ୍କ ୟୁ ସାର୍। ଯୋଉ ଡିଭାଇନ ରିଚ୍ ନାଉର ସାର୍ ବହୁତ ପାୱାର ଅଛି। ଯେତେବେଳେ କୋଉ ଜିନିଷଟା ମିସିଂ ହେଇଯାଉଛି, ଯେତେବେଳେ ମୁଁ କଣ୍ଟିନ୍ୟୁ କହି ଚାଲୁଛି, ମୋର ସେଇ ଜାଗାକୁ ମୋର ଆଟ୍ରାକ୍ସନ ହେଇଯାଉଛି, ଆଉ ସେଇ ଜାଗାରୁ ମୁଁ ପାଇଯାଉଛି ଜିନିଷଟା। ଥ୍ୟାଙ୍କ ୟୁ ସାର୍, ନମସ୍କାର। ଚମତ୍କାର ଚମତ୍କାର, ବହୁତ ବଢ଼ିଆ। ଏଇ ସପ୍ତାହରେ ସୋମବାରରୁ ତ ଆପଣମାନେ ପୁଣି ଆସୁଛନ୍ତି, ମଣ୍ଡେରେ ବଢ଼ିଆ ଟେକ୍ନିକ୍ ଆମେ ମୁଦ୍ରା ସହିତ ସୁଇଚ୍ ୱାର୍ଡ ମଧ୍ୟ ଏଇ ସପ୍ତାହରେ ପାଇବେ। ଦୁଇଟା ଆକ୍ଟିଭିଟି ପାଇବେ ଆଗାମୀ ସପ୍ତାହରେ, ମୁଦ୍ରା ସହିତ ସୁଇଚ୍ ୱାର୍ଡ, ଯାହା ଆହୁରି ଚମତ୍କାର ଲାଗିବ ଆମମାନଙ୍କୁ ଆଗାମୀ ସପ୍ତାହଟି। ଓକେ, ଥ୍ୟାଙ୍କ ୟୁ ସୋ ମଚ୍। ଆଗାମୀ ସପ୍ତାହଟି ଫ୍ରି ଅଛି ମଣ୍ଡେରୁ, ଏବଂ ଲିଙ୍କ ଆଜି ଆପଣଙ୍କୁ ମିଳିଯିବ। କାଲିର କାଲିର ଲିଙ୍କ କାଲି ନା ଫ୍ରି, କାଲି ଫ୍ରି ନା? ୟେସ୍, ଲାଗିପାରୁନି, ସଡ଼ନ ହେଇଗଲାଣି ବୋଲି। ଶୀଘ୍ର ଆପଣ ଆଜି ଯେକୌଣସି ନୂଆ ନୂଆ ଲୋକମାନଙ୍କୁ ଆପଣ ଫ୍ରି ଲିଙ୍କ ଦିଅନ୍ତୁ। ସକାଳ 6 ଦିନର ଯେକୌଣସି ଲୋକଙ୍କୁ, କିଏ ମୁସିବତରେ ପଡ଼ିଛି, କିଏ ହେଲ୍ଥ ପ୍ରୋବ୍ଲେମ୍ ଅଛି, କିଏ ରିଲେସନସିପ୍ ପ୍ରୋବ୍ଲେମ୍ ଅଛି, କିଏ ଟ୍ରିଟମେଣ୍ଟ ହେଉଛନ୍ତି, ସମସ୍ତଙ୍କୁ ଫ୍ରି ଲିଙ୍କ ପଠାନ୍ତୁ। ଯଦି ତାଙ୍କର ମଙ୍ଗଳ କାମନା ଚାହାନ୍ତି, ମଙ୍ଗଳ ଚାହାନ୍ତି, 6 ଦିନ ଭିତରେ କିଛି ନା କିଛି ସକାରାତ୍ମକ ଉର୍ଜା ସେ ପାଇବେ ଏବଂ ତାଙ୍କ ପାଇଁ କାମ ଦେବ। କାମ ଦେଲେ ଆପଣଙ୍କୁ ତ ଥ୍ୟାଙ୍କ ୟୁ ସିଓର କହିବେ, ଆପଣ ଥ୍ୟାଙ୍କ ୟୁ ନିଶ୍ଚିତ ଭାବରେ କହିବେ। ଓକେ, ଆଜି ଆମେ ଆଲୋଚନାକୁ ଏଇଠି ସ୍ଥଗିତ ରଖିବା। ମୋଟାମୋଟି ଭାବରେ ଆଜି ଆଲୋଚନାଟି ବହୁତ ସୁନ୍ଦର ହେଇଛି, ସୁଗମ ହେଇଛି, ମୋତେ ବହୁତ ଭଲ ଲାଗୁଛି। ସବୁଦିନ କୋଚ୍ ଏସ୍କେ ବିଷୟରେ କହୁଥିଲି, ଆଉ ଆପଣ ଖାଲି ସାଇଲେନ୍ସଲି ଶୁଣୁଥିଲେ ହେବ କି? ବେଳେବେଳେ ଆପଣଙ୍କ କଣ୍ଠରୁ ଯେ ମୋତେ ଶୁଣିବାକୁ ମିଳୁଛି, ଏଇଟା ମୋ ପାଇଁ ଏକଦମ ମହାର୍ଘ ବିଷୟ, ପୁଣ୍ୟ ବିଷୟ ଅଟେ। ତେଣୁ ଆଗାମୀ ଦିନରେ ପୁଣି ନେକ୍ସଟ ରବିବାରରେ ବି ମଧ୍ୟ ମୁଁ ଆପଣମାନଙ୍କୁ ପୁଣି ଶୁଣିବି। ଯେଉଁମାନେ କହିନାହାନ୍ତି, ପୁରା ସୁନ୍ଦର ଏକ୍ସପିରିଏନ୍ସ କହିବେ। ଏକ୍ସପିରିଏନ୍ସ ଯେତେବେଳେ କହୁଛନ୍ତି, ଅନ୍ତର ଭିତରୁ କହୁଛନ୍ତି, ଅନ୍ତରର ଆବାଜ କହୁଛନ୍ତି, ଦିଲ୍ କା ବାତ। ଏ ଦିଲ୍ କା ବାତ ନା ସମସ୍ତଙ୍କ ମନକୁ ଛୁଇଁଯାଏ, ହୃଦୟକୁ ସ୍ପର୍ଶ କରିଯାଏ। ତେଣୁ ଆପଣଙ୍କ କଥା ଭିତରେ ବି ଏଇ ବେଳେବେଳେ ମୁଁ ଅଭିଭୂତ ହେଇଯାଇଛି, ଭାବପ୍ରବଣ ବି ହେଇଛି, କେତେବେଳେ ଆଖି ଲୁହ, ମାନେ ଆଖି ଲୁହ ବାହାରି ଆସିଲା ବେଳକୁ ମଧ୍ୟ ରୋକିଛି, କାରଣ ତାହା ସ୍ପର୍ଶ କରିଛି ହୃଦୟକୁ। ଧନ୍ୟବାଦ, ଥ୍ୟାଙ୍କ ୟୁ ସୋ ମଚ୍। ଚାଲନ୍ତୁ ଆମେ ସମସ୍ତେ ତଥାସ୍ଥ କରିନେବା ଏବଂ ପରବର୍ତ୍ତୀ କ୍ଲାସ୍ରେ ସମସ୍ତେ ମିଶିବା। ଦିବ୍ୟ ସଂଯୋଗ କ୍ଲାସ୍ରେ ସମସ୍ତେ ତଥାସ୍ଥ ମଧ୍ୟ ରହିଯାଆନ୍ତୁ। କ୍ଲୋଜ୍ ୟର୍ ଆଇଜ୍, ସ୍ମାଇଲିଂ ଫେସ୍, ପରମ ପିତା ପରମେଶ୍ୱରଙ୍କୁ ସ୍ମରଣ କରନ୍ତୁ। ଯେଉଁ ବି ଶକ୍ତିଙ୍କୁ ଆପଣ ବିଶ୍ୱାସ କରନ୍ତି ତାଙ୍କୁ ସ୍ମରଣ କରନ୍ତୁ। ମାତା ପିତାଙ୍କୁ ସ୍ମରଣ କରନ୍ତୁ,
शिक्षा गुरु दीक्षा गुरु मार्गदर्शक शुभचिंतक पितृपुरुषगण महापुरुषगण ऋषिमंडली समस्त को स्मरण करंतु। जल अग्नि वायु पृथ्वी एवं आकाश को स्मरण करंतु। विश्व ब्रह्मांडर समस्त सकारात्मक शक्ति तथा विश्व ब्रह्मांडर समस्त पवित्र आत्मगण को स्मरण करंतु। जवन प्लाटफॉर्म रे उपस्थित अछंती आमे समस्त पाखक ऊर्जा पहुंचाउछंती। समस्ते हस्य हस्य उच्चारण करी तीन थर कहंतु तथास्तु तथास्तु तथास्तु। समस्त शक्ति बंधु को प्रणाम कर नियंतो, दुई बाहु मेले दियंतो, यूनिवर्स को ग्रेटिट्यूड प्रदान करंतो। धन्यवाद धन्यवाद धन्यवाद। समस्त पवित्र आत्मा को नमस्कार। आपण संभोग करते अमृत को पान कर नियंतो। थैंक यू राजेश कुमार साहू सार, पीताम्बर सार, सरोज कुमार साहू सार, डॉक्टर मधुमिता राउतराय मैडम, शुभम मैडम, ध्रुवचरण नायक सार, विष्णुप्रिया पात्र मैडम, आह्लाद महापात्र सार, अमरजीत साहू सार, मनस्विनी साहू मैडम, रविंद्र कुमार स्वई सार, संतोष मिश्र मैडम, संतोष साथी सार, हरधरन तरंगिणी एम सरस्वती साहू मैडम, थैंक यू सो मच। अभ्यासटी इते सुंदर जिनिस एबे ब्रह्म मुहूर्त करूँ आम समस्त ठीक 3:30 ब्रह्म मुहूर्त काली सरी। तापर आमर टाइम हूँ 4:30 ରୁ 5 नॉर्मल टाइम ब्रह्म मुहूर्तर। बट आज मत से 3:30 ही विदाउट अलार्म ये 3:30 ही निद भांगला। एवं देखो ये 5 दिन हो जाए ना, एमती अभ्यास एमती आमर बॉडी एवं माइंड रिसीव कर दिए कौन सी भी अभ्यास। देखो ये तार उदाहरण आपण मानकर भी होइथिबो। एवं मुझे जाइए वाशरूम फाशरूम काम सारी ब्रश फ्रश कर एकदम कायदे बहुत सुंदर मु आराम रे करि पारली बढ़िया। बुझिपार तेणु यही अभ्यास आम जीवन में जहाँ करवा ताहा हो अभ्यास पड़े 5 दिन भितर जदि ऑटोमेटिकली से अभ्यास आस निदर उठे दूचे आमको 5 दिन टी तो 21 दिन भितर तो गोटे अभ्यास को आम परफेक्ट बन दे पार हाँ ना नहीं। थैंक यू सो मच। भगवान समस्त को सुंदर स्वास्थ्य दिंतु, उत्तम संपद दिंतु और भरपूर खुशी दिंतु। समस्त भगवान के चरण बिंदरे प्रार्थना पूर्वक यही क्लास को ये समाप्ति घोषणा करवा। निश्चित भाव में टी परस्पर को आम आई लव यू आज कहवा अंतर सहित समस्त खुशी अच्छा। आई लव I यू love you, I love you, I आई love लव you. यू आई लव यू I आई लव love यू you, सो I मच love you, I love धन्यवाद you, समस्त। I love you, I love you, I love you.